ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ପ୍ଲସ୍ ଥ୍ରୀର 6th ସେମିଷ୍ଟାର ଅଡ଼ିଅନ୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକିନା ପିଲାମାନେ ଯେଉଁ ତାଙ୍କର କୋର୍ ପେପର 14 ଆମେ ଆଲୋଚନା କରିଥିଲେ ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି, ତ ଆଜି ହେଉଛି ତାର ଲାଷ୍ଟ କ୍ଲାସ୍ ହେଲା। ଆଜି ଆମେ ଯାତ୍ରାର ଶେଷ ପର୍ଯ୍ୟାୟଟି ପଢ଼ିବା। ତୁମର ଶେଷ ପର୍ଯ୍ୟାୟରେ କ'ଣ ସବୁ ହେଇଥିଲା, ତ ପିଲାମାନେ ସେଇଠିରୁ ପ୍ରାୟତଃ ଅଧିକ ତୁମର କ୍ୱେଶ୍ଚିନ୍ ଆସିଥାଏ। ଯେଉଁ ତୁମର ପ୍ରାୟତଃ ଯେତିକି ସବୁ ପଢ଼ିଲ ଯେତୋଟି ପର୍ଯ୍ୟାୟ, ତ ସେତିକି ମଧ୍ୟରୁ 7ଟା ନା କେତେ ପର୍ଯ୍ୟାୟ ଥିଲା। ଏଠାରେ ତୁମର ଯାତ୍ରାର ଶେଷ ପର୍ଯ୍ୟାୟରେ ତୁମର କ'ଣ ସବୁ ହେଇଥିଲା ଲାଷ୍ଟ ଉପସଂହାର ଅଛି ନା କନକ୍ଲୁଜନରେ ତୁମମାନେ ସବୁ ପାଇଯିବ ହେଲା। ସବୁ ମେନ୍ ତଥ୍ୟ ଗୁଡ଼ାକ ଏଇଠି ସବୁ ଅଛି। ତ ଚାଲନ୍ତୁ ଆଉ ଅଧିକ ଡେରି କରିବାନି, ଭିଡ଼ିଓଟି ଆରମ୍ଭ କରିଦେବା। ଦେଖନ୍ତୁ, ହାର୍ପରେ ଆମେ କାମ ସରିଯାଇଥିଲା ଆଉ ଆମେ ମରଭିଆ ଫେରି ଆସିଥିଲୁ। ତା ସହିତ କ'ଣ ହେଇଥିଲା ନା ଦେଖନ୍ତୁ, ରୋନୁଅରରେ ଉଡ଼ାଜାହାଜ ମୋଡ଼ ନେବା ପର୍ଯ୍ୟନ୍ତ ମୁଁ କାଚ ଝରକା ଭିତରୁ ଜୋସେଫ ଆଉ ଶ୍ରୀମତୀ ଜୋସେଫଙ୍କର ବିଦାୟକାଳୀନ ହାତହରାକୁ ଚାହିଁଥିଲି। ସେମାନେ ସଙ୍ଗରେ ମୋ ଜୀବନରେ ଆଉ କେବେ ବି ଦେଖା ହେବା ସମ୍ଭାବନା ମଧ୍ୟ ନଥିଲା। ତଥାପି କ୍ଷଣକ ପାଇଁ ମୋ ଆଖିକି ସବୁ କାହିଁକି ଝାପ୍ସା ଦେଖାଗଲା ଏବଂ ମିଷ୍ଟର ୱିଲସନଙ୍କ ପାଖରେ ମୋ ମାନସିକ ଦୁର୍ବଳତା ଘୋଡ଼ାଇବା ପାଇଁ ବୋଧହୁଏ ମୁଁ ରୁମାଲରେ ମୋ ଚଷମା ସଫା କରିବାକୁ ଚେଷ୍ଟା କରୁଥିଲି। ଛୋଟ ଉଡ଼ାଜାହାଜଟିରେ ଆମେ ଥିଲୁ ମାତ୍ର 8 ଜଣ ଯାତ୍ରୀ। 3 ଜଣ ଗୋରା ଲୋକଙ୍କର ଭିତରୁ ଆମ ଆଗରେ ବସିଥିବା ଭଦ୍ରଲୋକ ଜଣକ ଥିଲେ ଆମେରିକାନ। କଥାବାର୍ତ୍ତାରୁ ଆମେ କ'ଣ ମନେ ହେଉଥିଲା ଯେ ଡାହାଣ ପାଖରେ ବସିଥିବା 2 ଜଣ ଯାକ ଭଦ୍ରଲୋକ ଜର୍ମାନ। ସେମାନଙ୍କର ଆଗରେ ବସିଥିବା ସରୁ ଆଖିଆ ହଳଦିଆ ଯାତ୍ରୀ 2 ଜଣ ନିଶ୍ଚୟ ଚାଇନିଜ ହୋଇଥିବେ। ହାର୍ପର ପାଖରେ କେଉଁଠି ଏଇଟା ମାନେ ତାଙ୍କର ଭାଷା ଗୁଡ଼ିକ ଶୁଣିକି ସେମାନେ ଯେଉଁ ବସିଥିଲେ କଥାବାର୍ତ୍ତା ହେଉଛନ୍ତି ସେ ଶୁଣିକି ସେ ଅନୁମାନ କରିଛନ୍ତି। ଚୀନର ସାହାଯ୍ୟରେ ଗଢ଼ି ଉଠୁଥିବା ଗୋଟିଏ ଚିନି କାରଖାନା ପରିଦର୍ଶନ କରିବାକୁ ଆସି ସେମାନେ ହୁଏତ ମରଭିଆ ଫେରିଯାଇଥିଲେ। ଆମେରିକାନ ଆଗରେ ବସିଥିବା ଭଦ୍ରଲୋକ ଜଣକ ନିଶ୍ଚୟ ସେ ଲେବାନିଜ ହେଇଥିବେ। ଆମ ସିଦ୍ଧି ଆଉ ମାରୱାଡ଼ିଙ୍କର ପରି ବ୍ୟବସାୟରେ ଅତି ଧୁରନ୍ଧର। ଏମାନେ ବୋଧହୁଏ କୌଣସି ବ୍ୟବସାୟ ମତଲବ ନେଇ ହାର୍ପର ଯାଇଥିଲେ। ବାକି ଆମେ 2 ଜଣ ସହାୟକ ଶିକ୍ଷାମନ୍ତ୍ରୀ ମିଷ୍ଟର ୱିଲସନ ଓ ମୁଁ ଆମେରିକାନ ଭଦ୍ରଲୋକ ମିଷ୍ଟର ୱିଲସନଙ୍କ ପାଖରୁ ପାତ୍ରଟିକୁ ମାଗି ନେଇ ତନଖିବା ଯାଏ ମୁଁ ଖିଆଲ କରିନଥିଲି ଯେ ମିଷ୍ଟର ୱିଲସନ ଯେଉଁ ବସ୍ତୁଟିକୁ ଏତେ ଯତ୍ନରେ ନିଜର କୋରରେ ବସାଇ ରଖିଲେ ସେଇଟା ଗୋଟେ ଖାଲି ମାଟି ଘଡ଼ା ଥିଲା। କାଚ କିମ୍ବା ମାଟିର ପାତ୍ରକୁ ଲଗେଜ ବୁଥରେ ଦେଲେ ଅଥବା ନିଜ ଗୋଡ଼ ପାଖରେ ତଳେ ଥୋଇଦେଲେ ଉଡ଼ାଜାହାଜ ଉଠିଲା ବେଳେ କିମ୍ବା ଓହ୍ଲାଇଲା ବେଳେ ଯେଉଁ ଝରକା ଲାଗେ ସେଥିରେ ତାହା ଯେ ଗଡ଼ିଯାଇ ଭାଙ୍ଗି ଯାଇପାରେ ସେ କଥା ଅତି ସ୍ପଷ୍ଟ। ତେଣୁ କୌଣସି ଯାତ୍ରୀ ସେପରି କିଛି ବସ୍ତୁକୁ କୋରରେ ଧରି ନେଉଥିବା ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ଲାଗେନି। ମିଷ୍ଟର ୱିଲସନଙ୍କର ମା ତ ହାର୍ପରରେ ରହନ୍ତି। ମୁଁ ଧରି ନେଇଥିଲି ଯେ ମିଷ୍ଟର ୱିଲସନ ତାଙ୍କର ମା ଦେଇଥିବା ଆଚାର କିମ୍ବା ଭଜା ବଡ଼ି ପରି କିଛି ଘରୁଆ ସାମଗ୍ରୀ ଏହି ଛୋଟ ହାଣ୍ଡିଟିରେ ତାଙ୍କର ମରଭିଆର ଘରକୁ ନେଉଛନ୍ତି। ସେଥିପାଇଁ ଆମେରିକାନ ଭଦ୍ରଲୋକଙ୍କ ସହିତ ତାଙ୍କର କଥାବାର୍ତ୍ତା ଶୁଣି ମୁଁ ଚକିତ ହୋଇଗଲି। ପାତ୍ରଟିକୁ ଭଲ କରି ଓଲଟ ପାଲଟ କରି ଏପାଖ ସେପାଖ ଚାହିଁ ଗମ୍ବୁଜ ପରି ହୋଇଥିଲା। ଡାହାଣୀକୁ ଭଲ କରି ତନଖି ଦେଖି ଆମେରିକାନ ଭଦ୍ରଲୋକ ପଚାରିଲେ ଯେ ସେ କ'ଣ କହିଲେ ନା ଦେଖନ୍ତୁ ଏ ପାତ୍ରଟି କ'ଣ କାଠରେ ତିଆରି? ମିଷ୍ଟର ୱିଲସନ ଟିକିଏ ଜ୍ଞାନୀ ସେ ହସିଲେ କହିଲେ ନା ଏଇଟା ମାଟିରେ ତିଆରି। ଆମେରିକାନ ଭଦ୍ରଲୋକ ଆଶ୍ଚର୍ଯ୍ୟ ହେଲେ ଏବଂ କଥାର ପ୍ରଶ୍ନବାଚୀ ଦେଇ ସେମାନେ ଆଉ ଥରେ ତାକୁ ରିପିଟ୍ କଲେ ହେଲା ମାଟି। ମିଷ୍ଟର ୱିଲସନ ଉତ୍ତର ମାଟି, ଶୁଧୁ ମାଟି। ଆଉ ଆଙ୍ଗୁଠିରେ ଘୋଡ଼ାଟିକୁ ଠଣଠଣେଇ ଦେଲେ। ଆଚ୍ଛା, ଖାଲି ମାଟି ପଟେରିଜ ଇଟାଲୀ ଦେଶରେ ତିଆରି ନା କ'ଣ ହାର୍ପର କେଉଁଠି ଜମିତରୁ ବାହାରିଲା? ମରଭିଆର ମ୍ୟୁଜିୟମକୁ ନେଉଛନ୍ତି ଜିଜ୍ଞାସା କଲେ ଆମେରିକାନ ଭଦ୍ରଲୋକ। ମନେ ହେଲା ଯେ ମିଷ୍ଟର ୱିଲସନଙ୍କର ଛାତି ଗର୍ବରେ ପୁଡ଼ି ଉଠିଲା। କାହିଁକିନା ଦେଖନ୍ତୁ ମାତବର ଢଙ୍ଗରେ ସାମାନ୍ୟ ସେ ଫାଷ୍ଟ ହସିଲେ ଏବଂ ପାଟି ଚିପି ସେ ଜବାବ ଦେଲେ ଏ ପାତ୍ର ଆମ ଦେଶର ଗୋଟେ ନିଜସ୍ୱ କଳା। ଗିନି ଦେଶକୁ ପାଖ ହେବ ଆମ ଲୋଫା କାଉଣ୍ଟିର ଉଞ୍ଜାମା ସହରରେ ଜଣେ କାରିଗର ଅଛି। ଏ ସମଗ୍ର ଅଞ୍ଚଳରେ ସେ କେବଳ ଏମିତି ମାଟିପାତ୍ର ତିଆରି କରିପାରେ। ମାଟି କେମିତିକା ହେବା ଦରକାର, କେଉଁଠୁ ଆଣିବାକୁ ହେବ, ସେଥିରେ କ'ଣ ମିଶିବ, ତାକୁ କେମିତି ଗଢ଼ିବ ଆଉ କେତେ ପରିମାଣର ଉତ୍ତାପରେ ତାକୁ ପଡ଼ିବାକୁ ହେବ ସେସବୁ ସେ କେବଳ ଜାଣେ। ଏଇ
ପାତ୍ର ପାଇଁ ବିଦେଶରୁ ମଧ୍ୟ କଣ କରନ୍ତି ନା ଅନେକ ଆସେ ହେଲା ଏ ପାତ୍ର ପାଇଁ ଏତେ ସହଜରେ ମିଳେନି। ହାର୍ବର ସହରରୁ ସେ ସହର ପ୍ରାୟ 300 ମାଇଲ। ଅନେକ କାଳ ଚେଷ୍ଟା କଲି ମୁଁ ଏଥର ଗୋଟାଏ ପାଇଲି। ଅତି ଚମତ୍କାର ଜିନିଷଟା ନା ଅତି ଚମତ୍କାର ଜିନିଷଟା ନା ଦେଖନ୍ତୁ, ରୋମରେ ଯେମିତି ମାଟି ପାତ୍ର ମାନଙ୍କରେ ମଦ ରଖୁଥିଲେ, ଆପଣ ବି କଣ ଏଥିରେ ମଦ ରଖିବେ? ମଦ ନ ମୁଁ ଏଥିରେ ପିଇବା ପାଇଁ ରଖିବି। ତାର ବିଶେଷତ୍ୱ ଏହି ଯେ ଏଥିରେ ପାଣି ମିଶିଲେ ପାଣି ବେଶ୍ ଥଣ୍ଡା ରୁହେ, ତ ସହିତ ରେଫ୍ରିଜରେଟରରେ ରଖିଲା ପରି, କିନ୍ତୁ ଏତେ ବେଶୀ ନୁହେଁ, କେମିତି ଗୋଟେ ରୁଚିକର ଥଣ୍ଡା ଆଉ। ତମେ ଦେଖନ୍ତୁ, ଆମେରିକାନ ହାତରୁ ପାତ୍ରଟିକୁ ନେଇ ଆସି ନିଜର କରରେ ଥୋଇ ସେ ମୋ ଆଡ଼ିକି ଚାହିଁଲେ, ଆଉ ମୁଁ କିଛି ମନ୍ତବ୍ୟ ଦେଉନଥିଲେ ମଧ୍ୟ ଉତ୍ସାହ ସହିତ ଯୋଡ଼ିଦେଲେ ଯେ ଘରକୁ ଗଲେ ସେ ଏଥିରେ ଗୋଟେ ପରସ୍ତ ରଙ୍ଗ ବୋଳିଦେବେ। ପାତ୍ରଟି ଆହୁରି ସୁନ୍ଦର ଦେଖାଯିବ, ମଜବୁତ ହେବ ଏବଂ ପାଣି ବି ଆହୁରି ବେଶୀ ଥଣ୍ଡା ରହିବ। ମୁଁ ଏଥର ମୁହଁ ଫିଟାଇଲି, କହିଲି ରଙ୍ଗ ବୋଳିବେନି। ରଙ୍ଗ ବୋଳିଲେ ମାଟି ପାତ୍ରରେ ଥିବା ଛୋଟ ଛୋଟ ଛିଦ୍ର ସବୁ ବୁଝି ହୋଇଯାଏ, ଫଳରେ ବାଷ୍ପୀୟକରଣ ଶକ୍ତି କମିଯାଏ ଏବଂ ପାଣି ଯେତେ ଥଣ୍ଡା ହେବା କଥା ସେତିକି ହୁଏନି। ସେ ଆଶ୍ଚର୍ଯ୍ୟ ହୋଇ ମୋ ଆଡ଼ିକି ଚାହିଁଲେ, ବୋଧହୁଏ ମାଟି ପାତ୍ର ସମ୍ବନ୍ଧରେ ମୋ ଜ୍ଞାନର ଗଭୀରତା ଉପଲବ୍ଧି କରି ଚମତ୍କୃତ ହେଉଥିଲେ। ପଚାରିଲେ, ଆପଣ କେମିତି ଜାଣିଲେ? ଆପଣଙ୍କର ଦେଶରେ କଣ ଏମିତି ମାଟି ପାତ୍ର ତିଆରି ହୁଏ? ଆମର ଘରେ ଘରେ ଏମିତି ନାନା ରକମର ମାଟି ପାତ୍ର ସବୁ ନାନା ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ। ମୋ ପାଖରୁ ସେ କଥା ଶୁଣି ସତେ ଯେମିତି ସେ ସବୁ ପାଟି ମେଲା କରି ଢଳି ପକାଇଲେ, ଆଉ ଗୁଣୁଗୁଣୁ ହୋଇ ମନ୍ତବ୍ୟ ଦେଲେ, ଭାରତ ତେବେ ଅନେକ ପ୍ରଗତିଶୀଳ। ଏ ଘଟଣା ଆଫ୍ରିକୀୟ ପ୍ରଗତିର ଗୋଟେ ନିଖୁଣ ଚିତ୍ର ଦିଏ ଏବଂ ଏ ମାଟି ପାତ୍ର ହୁଏ ତ ସେ ପ୍ରଗତିର ଏକ ଅନାବିର ପ୍ରତୀକ। ମନେ ହୁଏ ଯେ ଏ ଦେଶମାନଙ୍କରେ ସଭ୍ୟତାର ମୂଳଦୁଆ ବା ବେଶ ବୋଲି କିଛି ନାହିଁ ଏବଂ ସେ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ। ଅନ୍ୟମାନଙ୍କୁ ତାଙ୍କର ବସ୍ତୁବାଦୀ ପ୍ରଗତିର ଶିଖର ଦେଶରେ ବସିଥିବା ଦେଖି ଏମାନେ ଚାହିଁଛନ୍ତି ଯେ ସେମାନେ ବି ଏକାଥରେ ତରୁ ଡିଆଁ ମାରି ସେପରି ପ୍ରଗତିର ଶିଖର ଦେଶରେ ବସିଯିବେ। ଧନୁଷର ଯୁଗରୁ ଏକାଥରରେ ପହଞ୍ଚିଯିବେ ଆଣବିକ ଯୁଗରେ। ଗଛର ଗଣ୍ଡିରେ ପାଦ ଦେଇ ଗଛ ଉପରକୁ ଚଢ଼ିବାକୁ ଏମାନେ ଚେଷ୍ଟିତ ନୁହନ୍ତି। ଯନ୍ତ୍ରର ବ୍ୟବହାର ଯଦି ଆଧୁନିକ ପ୍ରଗତିର ଏକ ପରିମାପକ, ଏମାନଙ୍କର ପ୍ରଗତି ଦେଖି ମନେ ହୁଏ ଯେ ସତେ ଯେମିତି କେହି ଏମାନଙ୍କୁ ଗୋଟା ପରେ ଟେକି କରି ଗଛ ଡାଳରେ ବସାଇ ଦେଇଛି। ତେଣୁ ଏମାନଙ୍କର ଯାହା ସବୁ ପ୍ରଗତି ଦେଖିବାକୁ ମିଳେ ସେସବୁ କେମିତି ଅସ୍ୱାଭାବିକ ଏବଂ ଅପ୍ରାକୃତିକ ଏବଂ ଖାପ ଖଡ଼ା ପରି ଲାଗିଥାଏ। ମନେ ହୁଏ ସତେ ଯେମିତି ଏମାନେ ଯେଉଁ ଗଛଟାରେ ବସିଛନ୍ତି ସେ ଗଛର ଚେର ନାହିଁ କି ଆଦ୍ୟ ମଧ୍ୟ ନାହିଁ। ତାପରେ ଦେଖ ପ୍ରଗତିର ପ୍ରତ୍ୟେକ କ୍ଷେତ୍ରରେ ସେଇ ଏକ ରକମର ବିଚିତ୍ର ଦୃଶ୍ୟ ପ୍ରଗତିର ପ୍ରତ୍ୟେକ କ୍ଷେତ୍ରରେ ସେଇ ଏକା ରକମର ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥାଏ। ସତେ ଯେମିତି ଦୁଇ ଚରମ ବିନ୍ଦୁର କୌଣସି ବ୍ୟବଧାନହୀନ ସହାବସ୍ଥାନ ଘଟିଛି। ମୁଁ ପ୍ରଥମ କରି ରବର୍ଟ ଆନ୍ତର୍ଜାତିକ ବିମାନ ବନ୍ଦରରେ ଓହ୍ଲାଇ ଯେଉଁଦିନ ମନରୋଭିଆ ଯାଇଥିଲି, ସେଦିନ ନାନା ଅସଙ୍ଗତ ଲକ୍ଷ୍ୟ କରି ବିସ୍ମିତ ହୋଇଯାଇଥିଲି। ସବୁ ଯେମିତି ଅପ୍ରତ୍ୟାଶିତ ମନେ ହେଉଥିଲା ଏବଂ ଏବେ କିନ୍ତୁ ସେସବୁ ଅସଙ୍ଗତି ସହଜରେ ବୁଝି ହୋଇଯାଉଥିଲା। ସଭ୍ୟତା କିମ୍ବା ସଂସ୍କୃତି ବୋଲି ତ ଏମାନଙ୍କର ବିଶେଷ କିଛି ନଥିଲା। ଏମାନେ ଯେତେବେଳେ ସିଧାସଳଖ ପାଶ୍ଚାତ୍ୟ ସଭ୍ୟତାର ସଂସ୍ପର୍ଶରେ ଆସିଲେ, ସେହି ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟ ଏମାନଙ୍କୁ ଏକାଥରକେ ମୋହାଚ୍ଛନ୍ନ କରିଦେଲା। ତା ସହିତ ଦେଖନ୍ତୁ, ସାହାରାର ଉତ୍ତରକୁ ଥିବା ଆଫ୍ରିକାର ଆରବ ଅଞ୍ଚଳ ସଙ୍ଗେ ଏ ନିଗ୍ର ଅଞ୍ଚଳର ଅବସ୍ଥା ତୁଳନା କଲେ ଏକଥା ସ୍ପଷ୍ଟ ଜଣା ପଡ଼ିଯାଏ। ଯେହେତୁ ସେ ଆରବ ଅଞ୍ଚଳ ମାନଙ୍କରେ ସେମାନଙ୍କର ନିଜର ଧର୍ମ, ସଂସ୍କୃତି ତଥା ସଭ୍ୟତା ପ୍ରାଚୀନ କାଳରୁ ରହି ଆସିଥିଲା, ୟୁରୋପୀୟ ଉପନିବେଶ ହୋଇ ମଧ୍ୟ ସେ ଅଞ୍ଚଳର ଲୋକମାନେ ପାଶ୍ଚାତ୍ୟ ସଂସ୍କୃତି ଏବଂ ସଭ୍ୟତାକୁ ଆପଣାର ବୋଲି ଗ୍ରହଣ କରିପାରି ନଥିଲେ। ଫଳରେ ଦେଖା ଦେଇଥିଲା ସାଂସ୍କୃତିକ ସଂଘର୍ଷ। ଏ ଅଞ୍ଚଳର ଅବସ୍ଥା କିନ୍ତୁ ଭିନ୍ନ ଧରଣର ଥିଲା। ସାମ୍ରାଜ୍ୟବାଦୀମାନେ ଯେ ପାଶ୍ଚାତ୍ୟ ସଭ୍ୟତା ଏବଂ ସଂସ୍କୃତିକୁ ଏମାନଙ୍କର ଉପରେ ଜୋର ଜବରଦସ୍ତି ଲଦି ଦେବାକୁ ଚେଷ୍ଟା କରିଥିଲେ ତାହା ନୁହେଁ। ନିଗ୍ର କ୍ରୀତଦାସମାନଙ୍କର ବଂଶଧରମାନେ ସେ ସଂସ୍କୃତିକୁ ଆପଣାର କରି ଆମେରିକାର
ଏ ଅଞ୍ଚଳକୁ ନେଇ ଆସିଥିଲେ। ତେଣୁ ସେ ପାଶ୍ଚାତ୍ୟ ସଂସ୍କୃତି କୌଣସି ବାଧା ବିନା ଅତି ସହଜରେ ଏ ଅଞ୍ଚଳର ବଣ ଜଙ୍ଗଲରେ ପଶିଗଲା। ତାପରେ ଦେଖନ୍ତୁ, ୟୁରୋପ ଏବଂ ଆମେରିକାର ଯେଉଁମାନେ ଏ ଅଞ୍ଚଳକୁ ଆସିଥିଲେ ସେମାନେ ମୁଖ୍ୟତଃ ଏ ଅଞ୍ଚଳର ଖଣିଜ ଏବଂ ବନ୍ୟ ସମ୍ପଦ ତଥା ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦରୁ ଲାଭ ଉଠାଇବା ପାଇଁ ଆସିଥିଲେ। ଲାଇବେରିଆ ଅତି ମୂଲ୍ୟବାନ ଲୁହାପଥରରେ ଭରପୁର ଥାଏ। ସେମାନେ ଖୁବ୍ ଶସ୍ତାରେ ଲୁହା ଖଣି ସବୁର ପଟା ନେଇଗଲେ। ଖୋଦନ ପାଇଁ ଶାବଳ କୋଦାଳ ନଥିବା ଦେଶରେ ଏକାଥରେ ଦେଖାଦେଲା ବିରାଟ ବିରାଟ ଖୋଦନ ଯନ୍ତ୍ରପାତି, ସଭେଲ, କ୍ରେନ୍, ତା ସହିତ ଡ୍ରେଗଲାଇନ୍। ଝୁଡ଼ି ଟକେଇ ନଥିବା ଦେଶରେ ଦେଖାଦେଲା କନଭେୟର ବେଲ୍ଟ। ଦେଶରେ ଇସ୍ପାତ ତିଆରି କଲେ ତ ଏ ଅନ୍ଧାର ମୂଲକ ଶିଳ୍ପ ସମୃଦ୍ଧି ହୋଇଯିବ। ଏ ପାଶ୍ଚାତ୍ୟ ଦେଶମାନେ ଚାହୁଁଥିଲେ ଯେ କଞ୍ଚାମାଲ ଏଠାରୁ ଅତି ଶସ୍ତାରେ ନେଇ ସେଇ କଞ୍ଚାମାଲ ତିଆରି ଉପକରଣ ସବୁ ଏ ଦେଶମାନଙ୍କରେ ଅତି ଚଢ଼ା ଦରରେ ବିକ୍ରି କରିବେ। ଶଗଡ଼ କିମ୍ବା ଘୋଡ଼ା ଗାଡ଼ି ନଥିବା ଦେଶରେ ସାଦା କୋଛା ରାସ୍ତା ନଥାଇ ମଧ୍ୟ ବିରାଟ ଡମ୍ଫର ଏବଂ ଟ୍ରେଲର ଟ୍ରକ୍ ମାନଙ୍କର ସାହାଯ୍ୟରେ ମାଲ ସବୁ ନବା ଆଣିବା କରିବା ପାଇଁ ଏକାଥରକେ ଦେଖାଦେଲା ସୁନ୍ଦର ଚିକ୍କଣ ବିଟୁମେନ୍ଦିଆ ରାସ୍ତା, କଳା ରାସ୍ତା ହେଲା। କଞ୍ଚାମାଲ ସବୁ ସମୁଦ୍ର ଉପରେ ଜାହାଜ ମାନଙ୍କରେ ଯିବା ପାଇଁ ଏବଂ ସେହି ଜାହାଜ ମାନଙ୍କରେ ତିଆରି ମାଲ ଆସିବ ବୋଲି ଗଢ଼ି ଉଠିଲା ଅନ୍ୟ ଏକ ବନ୍ଦର। ଏବଂ ସେହି ପାଶ୍ଚାତ୍ୟ ଦେଶମାନଙ୍କର ଅର୍ଥରେ କ'ଣ ହେଇଥାନ୍ତା ଦେଖନ୍ତୁ, କୋଟିପତି, ଖଣି ମାଲିକ ଏବଂ ବଡ଼ ବଡ଼ ବିଦେଶୀ ବ୍ୟବସାୟୀଙ୍କର ଯାତାୟାତର ସୁବିଧା ପାଇଁ ତିଆରି ହେଲା ବିମାନ ବନ୍ଦର ହେଲା। ବିମାନ ବନ୍ଦର ତିଆରି ହେଇଥିଲା। ତା ସହିତ ମୁଣ୍ଡ ଟେକି ଉଠିଲା ସୁନ୍ଦର ସୁନ୍ଦର ହୋଟେଲ। କଳା ସାହେବ ମାନେ ତା ସାଙ୍ଗକୁ ଯୋଡ଼ିଦେଲେ କାସିନୋ, ବାର୍, ନାଇଟ୍ କ୍ଲବ ଆଉ ଇନ୍ଦ୍ରିୟ ଭୋଗବିଳାସର ଯାବତୀୟ ସାମଗ୍ରୀ। ପୋଡ଼ା ଇଟା କିମ୍ବା ଟାଇଲି ଖପରା ନଥିବା ଦେଶରେ ଦେଖାଦେଲା ସିମେଣ୍ଟ, ତା ସହିତ କଂକ୍ରିଟର ନବତର ପ୍ରାସାଦ। ସାଇକେଲ ନଥିବା ଦେଶର ରାଜଦାଣ୍ଡରେ ଅନବରତ ଛୁଟି ଚାଲିଲା ନାନା ରକମ ମୋଟର ଗାଡ଼ି, ଯାନବାହନ। କୃଷି କ୍ଷେତ୍ରରେ ମଧ୍ୟ ଏପରି ଅସଙ୍ଗତି ଦେଖିବାକୁ ମିଳେ। ସାଧାରଣ ଭାବରେ ଏମାନଙ୍କର ଚାଷ ଠିକ୍ ଆମର ଆଦିବାସୀ ମାନଙ୍କର ପଡୁ ଚାଷ ପରି। ଏଇଠି ସେଇଠି ଝିଲ ଏବଂ ପାଟ ପାଖାପାଖି ପାଣି ଜମୁନଥିବା ଉଚ୍ଚ ଜମିରେ ଜଙ୍ଗଲି ଗଛ ଏବଂ ବୁଦା ହାଣି ଦେଇ ଏମାନେ ତହିଁରେ ନିଆଁ ଲଗାଇ ଦିଅନ୍ତି ଏବଂ କଡ଼ିରେ ମାଟି ଖସି ସାମାନ୍ୟ କିଛି ଧାନ ବୁଣି ଦିଅନ୍ତି। ତଳି ପକାଇବା, ଜମି କାଦୁଅ କରି ତଳି ରୋଇବା କିମ୍ବା ବୁଣା ଧାନ ଗଛ ଟିକିଏ ବଡ଼ ହୋଇଗଲେ ବେଉଷଣ କରିବା ପ୍ରଶ୍ନ ନାହିଁ। ତଥାପି ଧାନ ଗଛ ସବୁ ବୁଦାଳିଆ ହୋଇ ପ୍ରଚୁର ଫଳେ। ଲଙ୍ଗଳ ନାହିଁ, ଜୁଆଳି ନାହିଁ, ଜମି ହଳ କରିବା ପାଇଁ ବଳଦ କିମ୍ବା ଘୋଡ଼ା ନାହିଁ, ପଡ଼ୁଅ କିମ୍ବା ମଇଁଷି ନାହାନ୍ତି। କଡ଼ି ଉପର ସୋପାନ ହେଲା କି ଟ୍ରାକ୍ଟର, କୋଳ ଲଙ୍ଗଳ ଏବଂ ତାର ଆନୁଷଙ୍ଗିକ କୃଷି ଯନ୍ତ୍ରପାତି। ସରକାରୀ କୃଷି ଫାର୍ମରେ ଅଥବା ପୁଞ୍ଜିପତି ନିଗ୍ର ଜମି ମାଲିକମାନଙ୍କର ବ୍ୟକ୍ତିଗତ ଫାର୍ମ ମାନଙ୍କରେ ଆମ ଆଦିବାସୀମାନେ ଯେମିତି ହରଡ଼, କାନ୍ଦୁଲି ପରି ବୁଦାଳିଆ ଗଛ ଚାଷ କରିବାକୁ ଭଲ ପାଆନ୍ତି, ଏମାନେ ବି ସେମିତି ବୁଦାଳିଆ ସବୁ ଚାଷ କରିବାକୁ ପସନ୍ଦ କରନ୍ତି। ସାମାନ୍ୟ ଗଜିଆ କିମ୍ବା ମୁନିଆ ଲୁହା ଖଣ୍ଡକରେ ମାଟିରେ ଛୋଟ ଗାତଟିଏ ଖୋଳି କନ୍ଦ ଗୋଟାଏ ପୋତି ଦେଲେ ଏବଂ ସେଇ ଗୋଟିଏ କନ୍ଦରୁ ଗୋଟିଏ ପିଲ ବାହାରି ବେଶ ବଡ଼ ବୁଦାଟିଏ ସୃଷ୍ଟି ହୋଇଥିଲା ଏବଂ ପ୍ରତ୍ୟେକ ପିଲତରେ ଦେଖାଦିଏ ଗୋଟେ ଗୋଟେ ସାରୁ ପରି ଓଜନିଆ କନ୍ଦ। କେତେ ମାସ ପରେ ବୁଦା ତରୁ କନ୍ଦ ସଂଗ୍ରହ କଲା ବେଳେ ଗୋଟିଏ ଛୋଟ କନ୍ଦ ଛାଡ଼ିଦେଲେ ହେଲା। ଥରେ ଲଗାଇଦେଲେ 3 ରୁ 4 ବର୍ଷ ଚାଲିଯାଏ। କଦଳୀ ଗଛ ପରି ଡାଲି ଜାତୀୟ ଖାଦ୍ୟ ଏମାନଙ୍କର ଖାଦ୍ୟର ଅଙ୍ଗ ନୁହେଁ, କିନ୍ତୁ ପ୍ରଫିଟ୍ ପାଇଁ ଏମାନେ ପ୍ରଚୁର ପରିମାଣରେ ମାଛ ପାଆନ୍ତି। ସମୁଦ୍ର ଚିଙ୍ଗୁଡ଼ି ଏମାନଙ୍କର ଗୋଟେ ପ୍ରଧାନ ଅର୍ଥକାରୀ ରପ୍ତାନି ମାଲ। ତଥାପି ମାଛ ଚାଷ ନାହିଁ। ଆମେ ଦିନେ ରାସ୍ତାରେ ଗଲାବେଳେ ରାସ୍ତା କଡ଼ରେ ଗୋଟିଏ ପଟରେ କେତେଜଣ ଲୋକ ବନିଶି ପକାଇ ମାଛ ଧରୁଥିବା ଦେଖିଲୁ। ଆମେରିକାନ ଫୋଲ୍ଡିଂ ଟାଇପ୍ ଫିସିଂ ରଡ୍ ଯେଉଁ ଥାଏ, ଯେଉଁ ଘୁରାନ୍ତି ମେସିନ ରଡ୍, ସେଇଟା ଫିସିଂ ରଡ୍। ଖରାଦିନେ ତ ଏ ପାଟ ସବୁ ଶୁଖି ଯାଉଥିବ, ମାଛ ଚାଷ ନାହିଁ ତ ଏମାନେ ତେଣୁ ବନିଶିରେ ଛୋଟ ଛୋଟ କରନ୍ତି ନା ଗଡ଼ିଶା ଜାତୀୟ ପଙ୍କୁଆ ମାଛ ଧରୁଥିବେ ବୋଲି ମୁଁ ବକ୍ତବ୍ୟ ଦେଲି। ମିଷ୍ଟର ୱିଲସନ୍ କିଛି କହିବା ପୂର୍ବରୁ ଡ୍ରାଇଭର ମାଇକେଲ ଝାମ୍ପି ପଡ଼ିଲା, କହିଲା, ମାଛ କଥା ପଚାରୁଛନ୍ତି? ଏ ପାଟ ମାନଙ୍କରେ ବଡ଼ ବଡ଼ ମାଛ ଭର୍ତ୍ତି। ପାଣି ଶୁଖିଗଲେ
ଏ ମାଛ ସବୁ ମାଟି ଉପରକୁ ଚାଲି ଯାଆନ୍ତି, ମାଟି ଭିତରେ ଛୁଆ ଦିଅନ୍ତି ଆଉ ବର୍ଷା ହେଲେ ବାହାରି ଆସନ୍ତି। ତାଙ୍କର ବାଲ ବଚ୍ଚା ନେଇ ଏସା ବିଗ୍ ବିଗ୍ ୱାଜ କ'ଣ ୱାନ୍ସ ହ୍ୟୁଜ୍ ୱାନ୍ସ ତା ସହିତ ଗୋଟିଏ ମାଛକୁ ଆମେ 3 ଜଣ ଖାଇପାରିବାନି। ମୁଁ କହିଲି ସେଗୁଡ଼ାକ ଭୂତ କାହାଁରେ ମାଇକେଲ, ମାଛ ଗୁଡ଼ାକ ମାଟି ଭିତରେ ରହିଲେ କ'ଣ ଖାଇବେ ଆଉ ତାଙ୍କର ବାଲ ବଚ୍ଚାଙ୍କୁ କ'ଣ ଖୁଆଇବେ? ସେହିପରି ଭାବରେ କ'ଣ ବାଲ ବଚ୍ଚା ତାଙ୍କର ପିଲା ଛୁଆକୁ ମାଇକେଲକୁ ତା ମନ ଲାଖି ଖୁସି ଗପଟେ ବୋଧ ହୁଏ ମିଳିଯାଇଥିଲା। କହିଲା ବିଶ୍ୱାସ କରନ୍ତୁ ଆଉ ଯାହାକୁ ବି ପଚାରନ୍ତୁ ଆଫ୍ରିକାର କିଏ ଏକଥା ନ ଜାଣେ ଆମର ଜଙ୍ଘ କ'ଣ ଆମ ଜଙ୍ଘ ସାଇଜର ମାଛ ସବୁ ମାଟି ଭିତରୁ ବାହାରି ତାଙ୍କର ଛୁଆମାନଙ୍କ ପଲ ଧରି ଯେତେବେଳେ ପ୍ରଥମ ବର୍ଷାରେ ପାଟରେ ପାଣି ଟିକେ ହୋଇଯାଏ ସେ ପାଣିକୁ ଆସନ୍ତି। ସମସ୍ତେ ସେମାନଙ୍କୁ ଧରିବାକୁ ଚେଷ୍ଟା କରନ୍ତି କିନ୍ତୁ ନଭେଲେ କେହି ତାଙ୍କୁ ଧରିପାରନ୍ତିନି, ଯେଉଁଟାକି ଦୁର୍ଭାଗ୍ୟ ହେଲା। ଦେଖ ପାଣି ଭିତରେ ୟେସ୍ ଆଉ ପାଣି ବାହାରେ ନଶା ନେବେ। ଦେଖନ୍ତୁ ପାଣି ଭିତରେ ୟେସ୍ ଆଉ ପାଣି ବାହାରେ ନଶା ନେବେ ହେଲା। ମୁଁ ବୁଝିଲି ସେ ବୋଧହୁଏ ସାପ ପରି ଦିଶୁଥିବ, ବଡ଼ ବଡ଼ କ'ଣ ଇଲ୍ ଜାତୀୟ ମାଛ ଅଥବା ଶେଉଳ କଥା କହୁଛି। କାଦୁଅ ଶୁଖିଗଲେ ସେଗୁଡ଼ାକ କୁଆଡ଼େ କ'ଣ ଫାଟମାନଙ୍କରେ ରହିଯାଆନ୍ତି। ପୁଣି ପଚାରିଲେ ତାହେଲେ ତ ପାଣି ଥିବା ବେଳେ କାଦୁଅ ଚିପି ହାତରେ ମଧ୍ୟ ମାଛ କ'ଣ ବଡ଼ ମାଛ ଧରିପାରୁଥିବେ? ମିଷ୍ଟର ୱିଲସନ୍ ଏଥର ଜବାବ ଦେଲେ, କହିଲେ ହଁ ହାତରେ ଧରିପାରନ୍ତି କିନ୍ତୁ ପାଣି ଭିତରକୁ ପଶିବା ନିରାପଦ ନୁହେଁ। କେତେ ପାଣିରେ ଏମିତି ରୋଗ ସବୁ ରହିଛି ଯେ ମଣିଷ ପଶିଲେ ବାସ୍ କାହାର କଲିଜା ରାତାରାତି 2 ରୁ 3 ଇଞ୍ଚ ଲମ୍ବା ହୋଇଯାଏ, କାହାର ଗୋଡ଼ ଫୁଲି ହାତୀ ଗୋଡ଼ ପରି ମୋଟା ହୋଇଯାଏ। ଓ ନୋ, ପାଣିରେ ପଶିବା, ଏମିତି ପାଣିରେ ଗାଧୋଇବା କିମ୍ବା ଏମିତି ପାଣି ପିଇଦେବା ବଡ଼ ବିପଦ। ଆଉ ସବୁ ବେମାର ସେ ବେମାର ସବୁ କ'ଣ ତାର ନିଦାନ ବି କେହି ଜାଣନ୍ତିନି, ଯେଉଁ ତାର ପ୍ରତିକାର ହେଲା। ବେମାର ହେଲା ମାନେ ଲୋକ ମଲା, ସେଥିପାଇଁ ତ ଶୋଷ କଲେ ଆମେ ବିୟର ପିଉ। ବିୟର ମଦ ଏସବୁ ନିରାପଦ, କୋକା କୋଲା ବି ପିଇ ପାରନ୍ତି ଆଉ ଭଲ ହୋଟେଲ ଦେଖି ପାଣି ମଧ୍ୟ ପିଇ ପାରନ୍ତି। ସେସବୁ କ'ଣ ବିଶୋଧିତ ଜଳ, ତଥାପି ଭଲ ହୋଟେଲ ବୋଲି ନିଶ୍ଚିତ ଭାବରେ ଜାଣିନଥିଲେ ହୋଟେଲରେ ମଧ୍ୟ ପାଣି ପିଇବା ନିରାପଦ ନୁହେଁ। ସେଗୁଡ଼ାକ ଯାଞ୍ଚ କରିବା ଦରକାର, ହୋଟେଲରେ ଟାଙ୍କି ଯାଇକି ଦେଖ ଦରକାର ହେଲା ସେକୁ ପାଣି ପିଇବା ଲାୟକ ନା ନୁହେଁ। ମୁଁ ପଚାରିଲି ତେବେ ବାଟୋଇ ମାନେ ବାଟରେ ଗଲାବେଳେ ଶୋଷ କଲେ କ'ଣ କରନ୍ତି? ସେ ଉତ୍ତରରେ କହିଲେ ଜଙ୍ଗଲରେ ଅନେକ ଫଳ ଫୁଲ ଅଛି ଯେ ସେସବୁ ଖାଇଲେ ଶୋଷ ଯାଏ, ଆଉ ମଦ ତ ସବୁଠି ହିଁ ମିଳେ। ଏଇ ଯେଉଁ ଖଜୁରୀ ଗଛ ସବୁ ଦେଖୁଛନ୍ତି ତାର ରସ। କେତେ ବାଟୋଇ ନଈନାଳର ପାଣି ମଧ୍ୟ ପିଇ ଦିଅନ୍ତି। ଦେହ ସେମିତି ଟାଣ ଥିଲେ ଉବୁଡ଼ି ଯାଆନ୍ତି, ନହେଲେ ସେମାନଙ୍କୁ ନାନା ଅବସ୍ଥା ହୁଏ। ସେମାନଙ୍କ ଦେହରେ ତ ମ୍ୟାଲେରିଆ ଅଛି। ମୁଁ ବରାବର ଇଞ୍ଜେକ୍ସନ ନିଏ, ତଥାପି ମୋ ଦେହରୁ ମ୍ୟାଲେରିଆ ଯାଇନି। ମଝିରେ ମଝିରେ ଦେହରେ ଜ୍ୱର ଥାଏ, ତଥାପି ମୁଁ କାମ କରେ। ମୁଁ ଶୁଣିଥିଲି ଏ ଦେଶର ଅଦ୍ଭୁତ ରୋଗ କଥା। ଦେଖନ୍ତୁ ମିସେସ୍ ଦେଶାଇ ମଧ୍ୟ ଆଗ୍ରାଠାରେ ମୋତେ ସେ ବିଷୟ ସମ୍ବନ୍ଧରେ ସାବଧାନ କରାଇ ଦେଇଥିଲେ। ତଥାପି ଅବସ୍ଥା ଯେ ଏତେ ଗୁରୁତର ସେ କଥା ମୁଁ ଜାଣିନଥିଲି। ପଚାରିଲି ଡାକ୍ତରମାନେ କ'ଣ ନାହାନ୍ତି? ସେ କହିଲେ ହଁ, ସହରମାନଙ୍କରେ ଅଛନ୍ତି, କିନ୍ତୁ ରୋଗର ନିଦାନ ଜାଣିଲେ ତ ଆମର ଅନେକ ଏମିତି ରୋଗ ଅଛି ଯାହାକି ସେମାନଙ୍କର ଡାକ୍ତରୀ ଶାସ୍ତ୍ରରେ ନାହିଁ। ଔଷଧ ତେଣୁ ଆସିବାକୁ କୁଆଡ଼ୁ? ଆଉ ଔଷଧ କି ଦାମ, ଲୋକେ କିଣିପାରିଲେ ତ? ସାଧାରଣ ଅପରେସନ ବି ସୁବିଧା ନାହିଁ। କହିଲେ ଏଇ ଦେଖନ୍ତୁ ମୋ ମାଆଙ୍କର କଥା, ତାଙ୍କ ଆଖିକୁ ଭଲ ଦିଶୁନି, କିନ୍ତୁ ଅନ୍ୟ କେଉଁ ଦେଶକୁ ନେଲେ ତ ଆଖି ଅପରେସନ କରାଇ ହେବ। ମୁଁ କହିଲି ଏଇ ସାଧାରଣ କ'ଣ କାଟାରେକ୍ଟ ପାଇଁ। ଆଉ ସେ ଉତ୍ତର ଦେଲେ କ'ଣ କରିବେ, ସେଥିପାଇଁ ତ ସୁବିଧା ଦରକାର। ଏ ଅଞ୍ଚଳର ପାଣି ପବନ କଥା ମୁଁ ଆଗରୁ ଶୁଣିଥିଲି। ଏହା ମଧ୍ୟ ଶୁଣିଥିଲି ଯେ ଯେଉଁ ୟୁରୋପୀୟ ଏବଂ ଆମେରିକାନ ମାନେ ପ୍ରଥମେ ଲାଇବେରିଆର ଉପକୂଳରେ ପହଞ୍ଚିଲେ, ଏହି ପାଣି ପବନ ଯୋଗୁଁ ସେ ଭିତରୁ ଅଧିକାଂଶ ମଶାମାଛ ପରି ମରିଯାଇଥିଲେ। ଲାଇବେରିଆର ଉପକୂଳ ଅଞ୍ଚଳକୁ ସେଥିପାଇଁ ଶ୍ଵେତାଙ୍ଗଙ୍କ ଶ୍ମଶାନ ବୋଲି କୁହାଯାଉଥିଲା। ଆହୁରି ମଧ୍ୟ ଶୁଣିଥିଲି ଯେ ଆଜି ବି ଅଦ୍ଭୁତ ଘଟଣା ସବୁ ଘଟେ। ସନ୍ଧ୍ୟାରେ କେହି ଗପସପ କରିଯାଉଛୁ, ଆଉ ହୁଏତ ଦିନେ 2 ଦିନ ପରେ ଶୁଣିବାକୁ ମିଳେ ଯେ ସେ ଆଉ ଏ ସଂସାରରେ ନାହିଁ। ଔଷଧର ଦାମ ସମ୍ବନ୍ଧରେ ମଧ୍ୟ ମୋର ବ୍ୟକ୍ତିଗତ ଅନୁଭୂତି ଥିଲା ଯେ କ୍ଲୋରାକ୍ୱିନ୍, ଡିପେଣ୍ଡର ପରି ସାଧାରଣ ବଟିକା ସବୁ ଯାହା ଆମ ଭାରତରେ ଗୋଟା 15 ରୁ 20 ପଇସାରୁ କମ୍ ଦାମରେ ମିଳେ, ସେସବୁ ଏଠି ଗୋଟା 3 ରୁ 4 ଟଙ୍କା। ତଥାପି ଅନେକ ଔଷଧ ମିଳେନି। ଦେଖ
ଏହା ନିଃସନ୍ଦେହ ଯେ ଜୀବନର ଏ କ୍ଷଣଭଙ୍ଗୁରତା କାଳକ୍ରମେ ଏମାନଙ୍କର ଜୀବନ ଦର୍ଶନକୁ ପ୍ରଭାବିତ କରିଛି। ସେଥିପାଇଁ ବୋଧହୁଏ ଆଜି ଏମାନେ ଜୀବନ ମରଣକୁ ଉଣା ଅଧିକେ ବେପରବାଇ ଢଙ୍ଗରେ ଦେଖନ୍ତି। ଆଉ ଯେଉଁ ସମୟ ଟିକକ ବଞ୍ଚାନ୍ତି ସେ ସମୟ ଭିତରେ ଖାଦ୍ୟପେୟ ବେଶଭୂଷା ନାଚ ଗାନ ଖୁନ୍ଦି ଦେବାକୁ ଚେଷ୍ଟା କରନ୍ତି ଏବଂ ଇନ୍ଦ୍ରିୟ ତୃପ୍ତିକୁ ଜୀବନର ଚରମ ଲକ୍ଷ୍ୟ ସରି ପିଲାମାନେ ଏଇଟା ଗୋଟେ କଲଟା ଆସିଲା ଖାଦ୍ୟପେୟ ବେଶଭୂଷା ନାଚ ଗାନ ଛୁନ୍ଦି ଦେବାକୁ ଚେଷ୍ଟା କରନ୍ତି ଏବଂ ଇନ୍ଦ୍ରିୟ ତୃପ୍ତିକୁ ଜୀବନର ଚରମ ଲକ୍ଷ୍ୟ ବୋଲି ଧରି ନେଇ ତାକୁ ଏତେ ଜୋର ଜାବୁଡ଼ି ଧରନ୍ତି ଯେ ଟିକେ ଖାଲି ଏରୋପ୍ଲେନ ମୋଟା କରିଦିଏ। ଦେଖ ଅନେକ ବର୍ଷ ଧରି ଆମେରିକାରେ ଥିଲାବେଳର ଗୋଟିଏ ହାସ୍ୟକର ଘଟଣା କ'ଣ ସେ ବର୍ଣ୍ଣନା କରିଛନ୍ତି ଦେଖ ହେଲା। ମୋର ମନେ ପଡ଼ିଥିଲା ଗୋଟିଏ ମୃତ୍ୟୁ ବୀମା କମ୍ପାନୀର ଯେଉଁଟାକି ଏରୋପ୍ଲେନ ହେଲା ବୀମା କମ୍ପାନୀର ବିଜ୍ଞାପନ କମ୍ପାନୀ ଘୋଷଣା କରୁଥିଲା ଯେ ଆପଣ ମାସକୁ ମାତ୍ର $10 ଦେଇ ଆମ କମ୍ପାନୀରେ ଡେଥ୍ ଇନ୍ସୁରାନ୍ସ କରାଇ ନିଅନ୍ତୁ। ମାସକୁ ମାସ ଟଙ୍କା ଦେଲା ପରେ ଆପଣଙ୍କୁ ଆଉ କିଛି କାମ କରିବାକୁ ପଡ଼ିବନି ଆଉ ଆପଣ ଦେଖିବେ ଆମର କରାମତି ଆପଣ କେବଳ ମରିଯିବେ ବାସ୍ ସେତିକି ଦେଖିବେ ଆମ କମ୍ପାନୀ ଆପଣଙ୍କ ପାଇଁ କେମିତି ସବୁ ବନ୍ଦୋବସ୍ତ କରିଦେବ। ସୁନ୍ଦର ଚକଚକିଆ ମେହଗାନୀ କାଠର ଶବାଧାର ଆସିଯିବ। ତା ସହିତ ଶବାଧାରର ସାଇଜ ଏତେ ବଡ଼ ଥିବ ଯେ ଆପଣ ଅତି ସହଜରେ ଶୋଇଯାଇପାରିବେ। ତା ସହିତ ଶବାଧାରର ଢଙ୍କୁଣି ବନ୍ଦ କଲା ବେଳକୁ କଣ୍ଟା ଏତେ ଧୀରେ ବାଡ଼େଇ ଦେବୁ ଯେ ଆପଣ ସେ ଆବାଜ ଶୁଣି ବି ପାରିବେନି। ଆଉ ଏମିତି ବଢ଼ିଆ ଯାଜକ ପୁରୋହିତ ଯୋଗାଡ଼ କରିଦିଆଯିବ ଯେ ସେ ସିଧା ସ୍ୱର୍ଗଦ୍ୱାର ଯାଏ ଆପଣଙ୍କୁ ଆଲୁଅବତୀ ଦେଖାଇଦେବ। ଯଦି ଚାହିଁବେ ଯେଉଁ ଫୁଲ ଆପଣ ସବୁଠାରୁ ବେଶୀ ଭଲ ପାଆନ୍ତି ସେଇ ଫୁଲର ଗୋଟିଏ ତୋଡ଼ା ଆପଣଙ୍କର ଶବାଧାର ଉପରେ ରଖି ଦିଆଯିବ। ଅବଶ୍ୟ ସେଥିପାଇଁ ଦିଅ ଅଲଗା ଗୋଟେ ଗୋଲାପ କଳିକାକୁ $1.5 ମାତ୍ର। ମୁଁ ଭାବୁଥିଲି ଏ ଦେଶରେ ସେମିତି ମୃତ୍ୟୁ ବୀମାଟିଏ କରାଇ ନେଲେ ମନ୍ଦ ହୁଅନ୍ତାନି। ଅବଶ୍ୟ ଏଇଠି ତ ସେମିତି କମ୍ପାନୀ ନିଜେ ମଧ୍ୟ ଦେବାଳିଆ ହେଇଯିବ। ଦେଖନ୍ତୁ କେତେ କୌତୁହଳପୂର୍ଣ୍ଣ ତାର ବ୍ୟବହାର ପ୍ରକାଶ କରିଛନ୍ତି ହେଲା। ମୁଁ ଏବେ ବୁଝିପାରୁଥିଲି ଯେ ଏମାନେ ଆଗ ତାଙ୍କର ହାଇସ୍ପିଡ୍ ତଥା ଓରାକଲ ମାନଙ୍କୁ ଏତେ ସମ୍ମାନ ଦେଉଥିଲେ କାହିଁକି? ଏହି ପୁରୋହିତ ଜ୍ୟୋତିଷ ଭୂତ ଭବିଷ୍ୟତ ଜ୍ଞାତା ହାଏ ପ୍ରିଷ୍ଟ ମାନେ ହିଁ ଥିଲେ ଏମାନଙ୍କର କୁଳବୈଦ୍ୟ ଡାକ୍ତର ଓ ଓରାକଲ ମାନେ କୁଆଡ଼େ ନିଜର ଅଭିଜ୍ଞତା ଏବଂ ଅନୁଭୂତି ବଳରେ ରୋଗୀକୁ ଦେଖି ତା ରୋଗର ନିଦାନ କରିପାରୁଥିଲେ ଏବଂ ଜଙ୍ଗଲରେ କେତେ ଚେରମୂଳ ସଂଗ୍ରହ କରି ତହିଁରେ ସିଝା ହୋଇଥିବା ପାଣି ପିଆଇ ଅନେକ ରୋଗ ଭଲ କରି ଦେଉଥିଲେ। ଆଉ ମଧ୍ୟ ଶୁଣିଥିଲି ଯେ ବେଳେବେଳେ ଏମାନେ କେଉଁ କାଚ ପରି ସର୍ବପଥର ଖଣ୍ଡ ଭିତରକୁ ଅନାଇ ଭୂତ ଭବିଷ୍ୟତ ଦେଖିପାରୁଥିଲେ ଏବଂ କେବେ ଅବା ନିଜର ପୂର୍ବପୁରୁଷଙ୍କର ଭୂତ ପ୍ରେତ ମାନଙ୍କର ସାହାଯ୍ୟ ନେଇ ସବୁ କଥା କ'ଣ ଜାଣି ଯାଉଥିଲେ। ମୋର କୌତୂହଳ ବିମୋଚନ ପାଇଁ ମୁଁ ଦିନେ ମନରୋଭିଆ ପାଖ ଅଞ୍ଚଳରେ ଜଣେ କ'ଣ ପାରାମାଉଣ୍ଟ ଚିଫ୍କୁ ଦେଖିବାକୁ ଯାଇଥିଲି। ଆଜି ମଧ୍ୟ ପ୍ରତ୍ୟେକ ଟ୍ରାଇବ ଗୋଷ୍ଠୀର ଗୋଟିଏ ଅଞ୍ଚଳ ଥାଏ ଆଉ ସେ କ'ଣ ଟ୍ରାଇବର ମୁଖ୍ୟମାନଙ୍କୁ ପାରାମାଉଣ୍ଟର ଚିଫ୍ କୁହନ୍ତି। ଏମାନେ କିନ୍ତୁ ଆଜିକାଲି ନିର୍ବାଚିତ ହେଉଛନ୍ତି 4 ବର୍ଷରେ ଥରେ। ଆମର ଭିନ୍ନ ଭିନ୍ନ ଜାତିଆଣ ସମାଜର ସମାଜପତିଙ୍କ ଠାରୁ ନିଜର ଗୋଷ୍ଠୀ ଉପରେ ଏମାନଙ୍କର କ୍ଷମତା ଅନେକ ବେଶୀ। କିନ୍ତୁ ଆଜି ଆମ ଦେଶରେ ସମାଜପତିଙ୍କର ଅବସ୍ଥା ଯାହା ଏଇ ପାରାମାଉଣ୍ଟ ଚିଫ୍ମାନଙ୍କର ଅବସ୍ଥା ମଧ୍ୟ ଉଣା ଅଧିକେ ସେଇଆ। ମୋର ସୌଭାଗ୍ୟକୁ ସେଇ ପାରାମାଉଣ୍ଟ ଚିଫ୍ଙ୍କର ଘରେ ଏମିତି ଜଣେ ହାଏ ପ୍ରିଷ୍ଟକୁ ମଧ୍ୟ ଭେଟିଥିଲି। ଆମର ପୁରୁଣାକାଳିଆ ରାଜା ଏବଂ ମନ୍ତ୍ରୀଙ୍କ ଠାରୁ ଏଇ ପାରାମାଉଣ୍ଟ ଚିଫ୍ ହାଏ ପ୍ରିଷ୍ଟଙ୍କର ପାରସ୍ପରିକ ସମ୍ପର୍କ ଭିନ୍ନ ଧରଣର ଥିଲା। ସେ ସମ୍ପର୍କ ଥିଲା ବନ୍ଧୁତ୍ୱପୂର୍ଣ୍ଣ ଏବଂ ଘନିଷ୍ଠ। ମିଷ୍ଟର ୱିଲସନ୍ ଚିହ୍ନାଇ ଦେଲା ପରେ ମୁଁ ସେମାନଙ୍କୁ ଅଭିବାଦନ କଲି। ଦୁହେଁ ଖୋଲା ହସ ହସି ମୋତେ ସ୍ୱାଗତ କଲେ। ପାରାମାଉଣ୍ଟ ଚିଫ୍ କହିଲେ ନ ସ୍ପିକ୍ ଇଂଲିଶ ଆଉ ଦୁହେଁ ହସି ହସି ଗଡ଼ିଗଲେ। କି ଖୋଲା ମନର ଲୋକ ସବୁ। ଚିହ୍ନାଇ ଦେଲା ବେଳେ ମିଷ୍ଟର ୱିଲସନ୍ ତାଙ୍କର ଟ୍ରାଇବାଲ ଭାଷାରେ କହିଲେ ମୁଁ ଭାରତରୁ ଆସିଛି। କ'ଣ ଇଣ୍ଡିଆ ବହୁତ ଦୂର। ହାଏ ପ୍ରିଷ୍ଟ ହସି ହସି କହିଲେ ଘାନା ପାଖରେ ତ? ମିଷ୍ଟର ୱିଲସନ୍ ବୁଝିବାକୁ ଚେଷ୍ଟା କରି କହିଲେ ନାହିଁ ଆହୁରି ଦୂର ବହୁତ ଦୂର ସମୁଦ୍ର ସେପାରେ। ହାଏ ପ୍ରିଷ୍ଟ ମୁଣ୍ଡ ଟୁଙ୍ଗାଳିଲେ କହିଲେ କଙ୍ଗୋ। ତାପରେ ହସି ହସି ଯୋଡ଼ିଦେଲେ ୱିଲସନ୍ ଭାବିଛୁ ମୁଁ ଜାଣିନି ପୃଥିବୀର ସବୁ କଥା ଜାଣିଛି। ଏଥର ପାରାମାଉଣ୍ଟ ଚିଫ୍ଙ୍କର ପାଳି ହସରେ ସେ ଫାଟି ଉଠିଲେ। 2-3 ଜଣ ବୁଢ଼ୀ ପାଖରେ ଆସି ବସି ଯାଉଥିଲେ। ପାରାମାଉଣ୍ଟ ଚିଫ୍ଙ୍କର ହସରେ ସେମାନେ ହସି ଉଠିଲେ। ହାତ ଉପରକୁ ଉଠାଇ କହିଲେ କଙ୍ଗୋ ହି 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 କହି ହସିଦେଲେ। କାହିଁକି କେଜାଣି
ଆମେ ସମସ୍ତେ ସେ ହସରେ ଯୋଗ ଦେଲୁ। ଏମାନଙ୍କର ସରଳ ହସ ସତରେ ଅତି କଣ ସଂକ୍ରାମକ। ଏମାନଙ୍କର ସଙ୍ଗରେ କଥାବାର୍ତ୍ତା ହେଲା ବେଳେ ଗୋଟିଏ କଥା ଲକ୍ଷ୍ୟ କରିଥିଲି। ମିଷ୍ଟର ୱିଲସନ୍ ଆମେରିକାରେ ଉଚ୍ଚ ଶିକ୍ଷା ପ୍ରାପ୍ତ ଜଣେ ଶିକ୍ଷାବିତ୍ ଏବଂ ଦେଶର ସହାୟକ ଶିକ୍ଷା ମନ୍ତ୍ରୀ। ଇଂରାଜୀ ନ ଜାଣିଥିବାରୁ ମନେ ହେଉଥିଲା ଯେ କଣ ପାରାମାଉଣ୍ଟ ଚିଫ୍ ଏବଂ ହାଇ ପ୍ରିଷ୍ଟ ମଧ୍ୟ ସ୍କୁଲର ଦ୍ୱାର ମଧ୍ୟ ମାଡ଼ି ନାହାନ୍ତି। ତଥାପି ମିଷ୍ଟର ୱିଲସନ୍ ଏମାନଙ୍କୁ କଣ ଯେମିତି ଚିହ୍ନିଥିଲେ ଏବଂ କଣ ସମ୍ମାନାର୍ଥେ କଥାବାର୍ତ୍ତା ହେଉଥିଲେ, ସେମାନେ ମଧ୍ୟ ବ୍ୟକ୍ତିଗତ ଭାବରେ ମିଷ୍ଟର ୱିଲସନକୁ ଚିହ୍ନିଥିଲେ ଏବଂ ପୂର୍ଣ୍ଣ ଶ୍ରଦ୍ଧା ଏବଂ ସ୍ନେହ ସହିତ କଥାବାର୍ତ୍ତା ହେଉଥିଲେ। ଆମେ ଭାରତୀୟମାନେ ନିଜର ସଭ୍ୟତା ଏବଂ ସଂସ୍କୃତି ପାଇଁ କେତେ ଗର୍ବ କରୁ, ଉପନିଷଦୀୟ ଜ୍ଞାନ ତଥା ଭାରତୀୟ ଦର୍ଶନ ପାଇଁ କେତେ ଡିନିମ ପିଟୁ, କିନ୍ତୁ ସାନ ବଡ଼ ଭେଦଭାବ ଆମର ବୋଧ ହୁଏ କଣ ନା ଦେଖନ୍ତୁ ଅସ୍ଥିମ ଜାଗତ ହେଲା। ଆମ ଭିତରେ ଛୁଆଁ ଅଛୁଆଁର ଭେଦଭାବ, ବ୍ରାହ୍ମଣ ଶୂଦ୍ର ଧନୀ ଦରିଦ୍ରର ଭେଦଭାବ ଭରି ରହିଛି। ବ୍ରାହ୍ମଣଙ୍କର ଭିତରେ ମଧ୍ୟ ସାନ ବଡ଼ ଅଛନ୍ତି, ଆଉ ଚାକିରିଆଙ୍କ ଭିତରେ ତ ଛାଡ଼, ସତେ ଯେମିତି ମଣିଷ ମଣିଷ ସଙ୍ଗରେ ସମାନ ନୁହେଁ। ଆମେ ପୁଣି ବଡ଼ ପାଟିରେ ବକ୍ତୃତା ଦେଉ ଯେ ପ୍ରତ୍ୟେକ ମଣିଷ ଭିତରେ ଭଗବାନ ସମାନ ଭାବରେ ବିରାଜିତ ଅଛନ୍ତି ଏବଂ ପ୍ରତ୍ୟେକ ମଣିଷ ସେଇ ସଚିତ ଏବଂ ଆନନ୍ଦର ପ୍ରତୀକ, ନିଜେ ହିଁ ସତ୍ୟ, ଶିବ ଏବଂ ସୁନ୍ଦର। ସେ ଜ୍ଞାନର ପ୍ରୟୋଗ କଲା ବେଳକୁ କିନ୍ତୁ ସବୁ ଓଲଟା କରି ବସୁ। ମଣିଷ ମଣିଷ ଭିତରେ ଏମାନଙ୍କର ସମଭାବ ଲକ୍ଷ୍ୟ କଲେ ତେଣୁ ମନ ଉଲ୍ଲସିତ ହୋଇଯାଏ। ତାପରେ ଦେଖ, ଆଦିମାତା ସାଙ୍ଗକୁ ଏମାନଙ୍କର ମହାନତା ଲକ୍ଷ୍ୟ କଲେ ଆମେ ଫୁଲବାଣୀ, କୋରାପୁଟ, କଳାହାଣ୍ଡିର ଆଦିବାସୀ କନ୍ଧ ମନେ ପଡ଼ନ୍ତି। କନ୍ଧଙ୍କ ପରି ଏମାନେ ବି ଅନେକାଂଶରେ ନିଷ୍କପଟ ଏବଂ କଣ ଖୋଲା। ଶୁଣାଯାଏ ଯେ ଥରେ ଫୁଲବାଣୀର ଜଣେ କଣ କନ୍ଧଙ୍କୁ କୁହାଗଲା, ସେ ବିଚରା କଥାଟିକୁ ବୁଝି ମଧ୍ୟ ପାରିଲାନି। ପଚାରିଲା, ଏଟା ଗୋଟେ କିସ ବାବୁ? ସତ କହିବୁ ବୋଇଲେ କିସ? ଯାହା ଦେଖିଛି ସେ କଥା ତ କହିବି। ସେ ବିଚାରର ମୁଣ୍ଡକୁ ସତ କଣ ଆଉ ମିଛ କଣ ସେ ଧାରଣା ଢୁକୁ ନଥିଲା। ଯାହା ପାଖରେ ମିଛ ନାହିଁ ତା ପାଖକୁ ସତ ପୁଣି ଆସିବ କିଆଡ଼ୁ? ଯିଏ ପାପ ଧାରଣାରୁ ଦୂରରେ ସେ ପୁଣ୍ୟର କଳ୍ପନା ବା କରିବ କେମିତି? ଯାହା ପ୍ରକୃତ, ଯାହା ବାସ୍ତବ, ତାହା ନିଜେ ଯେ ସତ୍, ଏମାନେ ବି ଉଣା ଅଧିକେ ସେଇ ଧରଣର। ଲାଇବେରିଆ କାମ ମୋର ପ୍ରାୟ ସରି ଆସିଲାଣି। ଯାହା ସବୁ ଦେଖିବା କଥା, ଯେଉଁମାନଙ୍କୁ ଦେଖା କରିବା କଥା, ଯେଉଁ ସବୁ ତଥ୍ୟ ସଂଗ୍ରହ କରିବା କଥା, ମୁଁ ସେସବୁ କରି ସାରିଥିଲି। ମୋର ପୂର୍ଣ୍ଣ ବିଶ୍ୱାସ ଜନ୍ମି ଯାଇଥିଲା ଯେ ଏ ଦେଶ ସାଙ୍ଗରେ ବୈଷୟିକ ଶିକ୍ଷା ସମ୍ବନ୍ଧୀୟ ଆମ ସମ୍ପର୍କ ଦୁଇ ଦେଶ ପାଇଁ ହିତକର ହେବ। ଆମେ ଏମାନଙ୍କର ମାଧ୍ୟମରେ ଏହି ଅଞ୍ଚଳର ବିଭିନ୍ନ ରାଜ୍ୟମାନଙ୍କର ସହିତ ବାଣିଜ୍ୟ ତଥା ଅନ୍ୟାନ୍ୟ ସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ସୁଯୋଗ ପାଇ ସେମିତି ଲାଭବାନ ହେବୁ। ପ୍ରାକୃତିକ ସମ୍ପଦ ଭରା ଆଫ୍ରିକା ମହାଦେଶରେ ଅଧିକାଂଶ ରାଜ୍ୟ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ, କିନ୍ତୁ ଅଧିକାଂଶ ରାଜ୍ୟରେ ରାଜନୈତିକ ସ୍ଥିରତା ନାହିଁ। ଲାଇବେରିଆ ଗଣରାଜ୍ୟ ଛୋଟ ହେଲେ ମଧ୍ୟ ଏହାର ଅନେକ କଣ ବିଶେଷତ୍ୱ ଅଛି। ଏ ଦେଶରେ ରାଜନୈତିକ ସ୍ଥିରତା ପ୍ରାୟ 100 ବର୍ଷରୁ ବେଶୀ ହେବ ରହିଆସିଛି। କୌଣସି ସାମରିକ ବିଦ୍ରୋହ ନାହିଁ କିମ୍ବା କୌଣସି ଗୋଟାଏ ଗୋଷ୍ଠୀ ଜବରଦସ୍ତି ଶାସନ କ୍ଷମତା ନିଜ ହାତକୁ ନେଇଯିବା ପାଇଁ ଚେଷ୍ଟା କରୁଥିବା ଦୃଷ୍ଟାନ୍ତ ମଧ୍ୟ ଦେଖାଯାଇ ନାହିଁ। ଗଣତନ୍ତ୍ର ଶାସନ ପଦ୍ଧତି ଏଠାରେ ଚେର ମାଡ଼ି ସାରିଛି। ଆଫ୍ରିକାର ଏହି ଏକମାତ୍ର ରାଜ୍ୟ ଆମେରିକାନ ଡଲାରକୁ ନିଜର ପ୍ରଚଳିତ ମୁଦ୍ରା ରୂପେ ବ୍ୟବହାର କରୁଥିବା ଯୋଗୁଁ ଏମାନଙ୍କର ମୁଦ୍ରାର ମୂଲ୍ୟ କଣ ସ୍ଥିତିଶୀଳ ଏବଂ ପ୍ରାୟ ସ୍ଥିର। ଫଳରେ ଏ ରାଜ୍ୟ ପଶ୍ଚିମ ଅଞ୍ଚଳର ପ୍ରଧାନ ବାଣିଜ୍ୟ କେନ୍ଦ୍ର ରୂପେ ଗଢ଼ି ଉଠିଛି। ଆମେରିକାନ ଡଲାର ସଂଗ୍ରହ କରିବା ଉଦ୍ଦେଶ୍ୟ ନେଇ ଆଫ୍ରିକାର ଅନେକ ଧନୀ ବ୍ୟବସାୟୀ ଏ ରାଜ୍ୟରେ ନିଜର ବାଣିଜ୍ୟ କେନ୍ଦ୍ର ପ୍ରତିଷ୍ଠିତ କରି ସାରିଛନ୍ତି। ବ୍ୟବସାୟୀ କେନ୍ଦ୍ର ହେବା ଫଳରେ ଭାରତର କଲିକତା ନଗରୀ ଯେପରି ଓଡ଼ିଶା, ବିହାର, ମଧ୍ୟପ୍ରଦେଶ, ଆସାମ ପ୍ରଭୃତି ଦେଶମାନଙ୍କରେ ଉତ୍ପାଦିତ ପଣ୍ୟ ଦ୍ରବ୍ୟର ଶୁଳ୍କ ଅର୍ଥ ସଂଗ୍ରହ କରି ଧନୀ ଏ ଦେଶ ମଧ୍ୟ ଆଫ୍ରିକାର ଗୋଟେ ବିରାଟ ଅଞ୍ଚଳର ବାଣିଜ୍ୟ କେନ୍ଦ୍ର ହୋଇ ସେପରି ଧନୀ। ଶାସନ କ୍ଷେତ୍ରରେ ମଧ୍ୟ ଏମାନେ ତାଙ୍କର ପାରଗତା ପ୍ରମାଣ କରିସାରିଛନ୍ତି। ନିଜର ପାଇଁ ଅର୍ଥ ସଂଗ୍ରହ କରିବାରେ ଏମାନେ ଯେପରି ଧୁରନ୍ଧର, ନିଜ ଦେଶ ପାଇଁ ଅର୍ଥ ସଂଗ୍ରହ କରିବାରେ ମଧ୍ୟ ସେପରି ପାରଙ୍ଗମ। ଜାତିସଂଘ ଏବଂ ବିଶ୍ୱ ସଂସ୍ଥାମାନଙ୍କ ପାଖରୁ ଏମାନେ ବିଶେଷ ସାହାଯ୍ୟ ପାଇଥାନ୍ତି। ଯେଉଁ ଦେଶର ନିଜର ବୋଲି ପ୍ରାୟ କୌଣସି ଜାହାଜ ନାହିଁ, ସେହି ଦେଶର ପତାକା ଉଡ଼ାଇ ଆଜି ସବୁଠାରୁ ବେଶୀ ଜାହାଜ ସମୁଦ୍ର ବକ୍ଷରେ ଯାତାୟାତ କରୁଥିବା କଥା ହିଁ ଏମାନଙ୍କର ବିଚକ୍ଷଣତାର ପରିଚୟ ଦେଇଥାଏ। ଅନ୍ତର୍ଦେଶୀୟ ଜାହାଜ ଚଳାଚଳ ପାଇଁ ଯେକୌଣସି ଦେଶର ପତାକା ଦରକାର ହେଉଥିବା ଜାଣି ଏମାନେ ଜାହାଜ ରେଜିଷ୍ଟ୍ରେସନ ଫିଜ୍ ଅନ୍ୟ ଦେଶମାନଙ୍କ ତୁଳନାରେ କେବଳ ଯେ
ଅତି କମ୍ କରିଦେଲେ ତାହା ନୁହେଁ। ଏପରି ରେଜିଷ୍ଟ୍ରେସନ ବାର୍ଷିକ ଦେୟ ପାଇଁ ଜାହାଜମାନଙ୍କୁ ଲାଇବେରିଆର କୌଣସି ବନ୍ଦରକୁ ଆସିବା ପାଇଁ ମଧ୍ୟ କ'ଣ ବାଧ୍ୟ କଲେ ନାହିଁ। ଫଳରେ ଅନେକ ଦେଶର ଅନେକ ପୁଣ୍ୟବାଚୀ ଜାହାଜ ଏ ଦେଶରେ ରେଜିଷ୍ଟ୍ରେସନ କରାଇବା ଫଳରେ ଜାହାଜ ମାଲିକମାନେ ଯେପରି ଲାଭବାନ ହେଲେ, ଲାଇବେରିଆ ଗଣରାଜ୍ୟ ମଧ୍ୟ ଅତି ସହଜ ଉପାୟରେ ରେଜିଷ୍ଟ୍ରେସନ ଫିଜ୍ ବାବଦରେ ପ୍ରଚୁର ଅର୍ଥ ସଂଗ୍ରହ କରିବାର ସୁଯୋଗ ପାଇଲା। ଏସବୁ ଜାହାଜ ନିଜର ଦେଶର ପତାକା ସାଙ୍ଗରେ ଲାଇବେରିଆର ପତାକା ମଧ୍ୟ ଉଡ଼ାଇଥାନ୍ତି ଏବଂ ସେପରି ଜାହାଜ ଦେଖି ମନେ ହୁଏ ଅନ୍ୟ କୌଣସି ଦେଶ ସତେ ଯେମିତି ଲାଇବେରିଆର ଜାହାଜଟିକୁ ଭଡ଼ାରେ ନେଇଛି। ଦେଖନ୍ତୁ, ଏମାନଙ୍କର ଦେଶରେ ଅତି ମୂଲ୍ୟବାନ ଧଳା ଅଥବା ରଙ୍ଗୀନ ହୀରା ଖଣି ନାହିଁ, କେବଳ ଟାଣ ପଥର କଟା କଳା ହୀରା ରହିଛି। ହୀରା ରପ୍ତାନି ଶୁଳ୍କ ଏତେ କମ୍ ଯେ ପାଖ ଦେଶମାନଙ୍କର ମୂଲ୍ୟବାନ ହୀରା ସବୁ ଅନେକ ପରିମାଣରେ ଏ ଦେଶ ଭିତର ଦେଇ ରପ୍ତାନି ହୁଏ। ଅନ୍ୟ ଦେଶରୁ ଏପରି ଚୋରା ହୀରା ଲାଇବେରିଆ ଭିତରକୁ ଯେପରି ନ ପଶେ, ସେଥିପାଇଁ କଡ଼ା ଦୃଷ୍ଟି ରଖିଥିବା ଜଗୁଆଳୀମାନେ ଏ ଧରଣର ଚୋରା କାରବାରକୁ ସରକାରୀ ଜନସେନାରେ ପ୍ରୋତ୍ସାହନ ଦିଅନ୍ତି, ପ୍ରମୋଶନ କରନ୍ତି। ହେଲା, ବାଣିଜ୍ୟ କେନ୍ଦ୍ର ଏ ଲାଇବେରିଆର ଏପରି ଚୋରା କାରବାର ରକେଟ ସବୁ କଳ୍ପନାନିତ ଭାବରେ ବେଶୀ। ରାଜ୍ୟର ନେତାମାନେ କିନ୍ତୁ ଏପରି ନୈତିକତା ବିହୀନ ଅର୍ଥ ସଂଗ୍ରହର ପନ୍ଥା ସମ୍ବନ୍ଧରେ ଚିନ୍ତିତ ନୁହନ୍ତି। ସେମାନଙ୍କର ମତ ଯେ ଦେଶ ଯେକୌଣସି ମତେ ଅର୍ଥ ସଂଗ୍ରହ କରି ସେ ଅର୍ଥରେ ଲୋକଙ୍କର ତଥା ଦେଶର ମଙ୍ଗଳ ସାଧନ କଲେ ସେଥିରେ କିଛି ଦୋଷ ନାହିଁ। ଲକ୍ଷ୍ୟ ପରିପନ୍ଥା ମଧ୍ୟ ବିଶୁଦ୍ଧ ହେବା ଆବଶ୍ୟକ। ବିଶ୍ୱାସୀ ମଣିଷର ପକ୍ଷରେ ମତବାଦ ଗ୍ରହଣଯୋଗ୍ୟ ନୁହେଁ, କିନ୍ତୁ ଯେଉଁମାନେ କହନ୍ତି ଲକ୍ଷ୍ୟ ସାଧନ ପାଇଁ ଯେକୌଣସି ପନ୍ଥା ଗ୍ରହଣୀୟ, ସେମାନେ ନିଶ୍ଚୟ ଏ ଧରଣର ନେତୃତ୍ୱକୁ ପ୍ରଶଂସା ନକରି ରହିପାରିବେନି। ନୈତିକତା ବିହୀନ ଏହି ଅର୍ଥ ସଂଗ୍ରହର ପନ୍ଥା ସବୁ ଯେ ବ୍ୟକ୍ତିଗତ ନୈତିକତା ମଧ୍ୟ ସ୍ପର୍ଶ କରି ତାକୁ ଅତି ନିମ୍ନ ସ୍ତରକୁ ନେଇ ଆସିଛି, ଏଥିରେ ସନ୍ଦେହ ନାହିଁ। ଲୁହା ଖଣି, ରବର, ହେଲା, ତା ସହିତ ପ୍ଲେଟସନ୍, ପାମ୍ ପ୍ଲେଟସନ୍, ମହଗାନୀ କାଠ ସଂଗ୍ରହ, ଚିଙ୍ଗୁଡ଼ି ମାଛ ଧରା ପ୍ରଭୃତି ଯାବତୀୟ ଏକଚାଟିଆ ବ୍ୟବସାୟରେ ଲାଇସେନ୍ସ ବା ପଟ୍ଟା ଦେଲା ବେଳେ କ୍ଷମତାଶୀଳ ବ୍ୟକ୍ତିମାନେ ଅବାଧ ବ୍ୟକ୍ତିଗତ ଫାଇଦା ଉଠାନ୍ତି। ଆମଦାନୀ ଲାଇସେନ୍ସ ପାଇଁ ମଧ୍ୟ ସେଇ କଥା। ଜିନିଷ ସବୁ ଅଦ୍ଭୁତ ଚଢ଼ା ଦରରେ ବିକ୍ରି ହୁଏ। ପ୍ରତିଦ୍ୱନ୍ଦିତାର ଅଭାବ, ଜିନିଷ ଯଥେଷ୍ଟ ପରିମାଣରେ ନାହିଁ। ଏଣେ ଲୋକଙ୍କର ହାତରେ ପ୍ରଚୁର ଅର୍ଥ, ଯେତେ ଚଢ଼ା ଦର ହେଲେ ମଧ୍ୟ ଜିନିଷ ସବୁ ବିକ୍ରି ହୋଇଯାଏ। ତେଣୁ ଆମଦାନୀ ଲାଇସେନ୍ସର ଦୁନିଆ ଯାକର ହାତ ସଫାଇ, କୋଠାବାଡ଼ି ତିଆରି ସମ୍ବନ୍ଧୀୟ ଠିକା କାମରେ ମଧ୍ୟ ସେଇ କଥା। ମୁଁ ବୁଝିପାରିଲି ଯେ ଲାଇବେରିଆର ଅନେକ ତାଙ୍କର ଦେଶରେ ଭାରତୀୟ ବୈଷୟିକ ଜ୍ଞାନର ଆଗମନକୁ ସ୍ୱାଗତ କରୁଥିଲା ବେଳେ ସ୍ୱାର୍ଥ ନେଇ କେତେ ଭାରତୀୟ ବିଶେଷଜ୍ଞମାନଙ୍କୁ ସନ୍ଦେହର ଆଖିରେ ଦେଖୁଥିଲେ। ମୁଁ ଜାଣିପାରିଥିଲି ଯେ ପାରସ୍ପରିକ ଯେକୌଣସି ସମ୍ବନ୍ଧ ପାଇଁ ଏମାନେ ସରକାରୀ ସ୍ତରୀୟ ସମ୍ବନ୍ଧ ଅପେକ୍ଷା ଭାରତୀୟ ବ୍ୟକ୍ତିଗତ ପ୍ରଚେଷ୍ଟାକୁ ବିଶେଷ ପସନ୍ଦ କରିବେ। ଦୁଃଖର ସହିତ ମୁଁ ଏକଥା ମଧ୍ୟ ଲକ୍ଷ୍ୟ କରିଥିଲି ଯେ ଆମ ଲାଭଖୋର ଲଗାମ ଛଡ଼ା ବ୍ୟବସାୟୀମାନଙ୍କର ଯୋଗୁଁ ଭାରତ ଆଫ୍ରିକାର ଅନେକ ସ୍ତରରେ ନିଜର ସୁନାମ ହରାଇ ବସିଛି। ଶିକ୍ଷା କ୍ଷେତ୍ରରେ କିନ୍ତୁ ଅବସ୍ଥା ଥିଲା ଭିନ୍ନ। ଶ୍ରେଣୀ କକ୍ଷରେ ଆଦିବାସୀ, ହରିଜନ ଏବଂ ଅନ୍ୟାନ୍ୟ ଅନୁନ୍ନତ ଗୋଷ୍ଠୀଙ୍କର ଛାତ୍ରଛାତ୍ରୀମାନଙ୍କ ସାଧାରଣ ବିକାଶ ସ୍ତରକୁ ଲକ୍ଷ୍ୟ ରଖି ଶିକ୍ଷାଦାନରେ ଅଭ୍ୟସ୍ତ ଏବଂ ସାଧାରଣତଃ ଅତି ଅଳ୍ପରେ ସନ୍ତୁଷ୍ଟ ଭାରତୀୟ ଶିକ୍ଷକତାର ପୂର୍ବଜମାନଙ୍କର ଉଚ୍ଚ ନୈତିକ ପରମ୍ପରାରୁ ଅନେକ ତଳକୁ ଖସି ସାରିଥିଲା ମଧ୍ୟ ଆଫ୍ରିକାର ଯେଉଁ ଅଞ୍ଚଳରେ ଶିକ୍ଷକତା କରିଛି ସେଠାରେ ସେ ନିଜ ଦେଶ ପାଇଁ ଯଥେଷ୍ଟ ସୁନାମ ଅର୍ଜନ କରିପାରିଛି। ଆମେରିକା ଏବଂ ୟୁରୋପର ଛାତ୍ରମାନେ ଘରେ ଘରେ ଯେଉଁ ସବୁ ସୁବିଧା ସୁଯୋଗ ପାଆନ୍ତି ଏବଂ ସେମାନଙ୍କର ମାନସିକ ବିକାଶ ଯାହା ତାକୁ ସର୍ବନିମ୍ନ ବିକାଶ ସ୍ତର ବୋଲି ଗ୍ରହଣ କରି ନେଉଥିବା ଆମେରିକାନ ଏବଂ ୟୁରୋପୀୟ ଶିକ୍ଷକମାନେ କେବଳ ଯେ ନିଗ୍ରୋ ଛାତ୍ରଛାତ୍ରୀଙ୍କର ମନୋବିଜ୍ଞାନ ବୁଝିପାରନ୍ତି ତାହା ନୁହେଁ, ସେମାନଙ୍କର ପାଇଁ ଆଫ୍ରିକାର ବେତନ ମଧ୍ୟ ଆକର୍ଷଣୀୟ ନୁହେଁ। ମୁଁ ତେଣୁ ଭାବୁଥିଲି ଯେ ଆଫ୍ରିକାର ଶିକ୍ଷା କ୍ଷେତ୍ର ଭାରତୀୟ ଶିକ୍ଷାବିତମାନଙ୍କର ପାଇଁ ଅପେକ୍ଷାକୃତ ଭାବରେ ବେଶୀ ଉନ୍ମୁକ୍ତ। ଆହୁରି ଗୋଟିଏ କଥା, ଆଜି ଆମ ଭାରତର ଜନସଂଖ୍ୟା ସାଙ୍ଗକୁ କୃଷି, ଶିଳ୍ପ ତଥା ଶିକ୍ଷା କ୍ଷେତ୍ରରେ ଯେଉଁ ବିସ୍ଫୋରଣ ଦେଖାଦେଇଛି ତାର ଚରମ ପରିଣାମକୁ ସମ୍ଭାଳିବା ପାଇଁ ଆମ ଦେଶକୁ ଆଜିଠାରୁ ପ୍ରସ୍ତୁତ ହେବାକୁ ପଡ଼ିବ। ଛୋଟ ପରିବାର ସୁଖୀ ପରିବାର ପ୍ରଚାର ଦ୍ୱାରା ଜନସଂଖ୍ୟା ବୃଦ୍ଧିକୁ ରୋକିବାକୁ ଚେଷ୍ଟା କଲା ପରି କୃଷି, ଶିଳ୍ପ ତଥା ଶିକ୍ଷା ଜାଗରଣକୁ ତ ଆଉ ସଙ୍କୁଚିତ କରାଯାଇ ନପାରେ। ଏ ଧରଣର ବିସ୍ଫୋଟନ ତ ସ୍ୱାଗତ ଯୋଗ୍ୟ। ଖାଦ୍ୟ ଆମଦାନୀ କରୁଥିବା ଭାରତ ଆଜି ଖାଦ୍ୟ ରପ୍ତାନି କରିବା ଉପରେ। ତା ସହିତ ଦେଖନ୍ତୁ,
ବ୍ରେଣ୍ଡେନ୍ ହୋଇଥିବା ମଧ୍ୟ ଭାରତୀୟ ଇଞ୍ଜିନିୟର ବୈଜ୍ଞାନିକ ଡାକ୍ତର ନର୍ସ ତଥା କାରିଗରମାନେ ଆଜି ଦୂର ଦେଶମାନଙ୍କରେ ଧନ ଉପାର୍ଜନ କରି ବର୍ଷକୁ ପ୍ରାୟ 2000 କୋଟି ଟଙ୍କାର ବୈଦେଶିକ ମୁଦ୍ରା ଭାରତକୁ ପଠାଉଛନ୍ତି। ଶିଳ୍ପଜାତ ଦ୍ରବ୍ୟ ମଧ୍ୟ ଭାରତ ଆଜି ଯଥେଷ୍ଟ ମାତ୍ରାରେ ଉତ୍ପାଦନ କରୁଛି। ଏପରି ପରିସ୍ଥିତିରେ କୃଷି ଏବଂ ଶିଳ୍ପଜାତ ଦ୍ରବ୍ୟ ସହିତ ବୈଷୟିକ ଜ୍ଞାନ ଏବଂ କାରିଗରୀ ବିଦ୍ୟା ବୈଷୟିକ ଜ୍ଞାନପ୍ରାପ୍ତ ମଣିଷ ଏବଂ କାରିଗର ଯଥାଯିତ ପରିମାଣରେ କ୍ରମାଗତ ରପ୍ତାନି ନ କଲେ ନିକଟ ଭବିଷ୍ୟତରେ ଭାରତର ଅର୍ଥନୀତି ଭୁଷୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଆଉ ମଧ୍ୟ ଆଜି ପୃଥିବୀରେ ଦେଖାଦେଇଛି ଇସଲାମର ପୁନର୍ଜାଗରଣ। ଗୋଟିଏ ପାଖରେ ଖ୍ରୀଷ୍ଟିଆନ ସଭ୍ୟତାର ପ୍ରତୀକ ୟୁରୋପ ଏବଂ ଆମେରିକା, ଅନ୍ୟ ପାଖରେ ସାମ୍ୟବାଦୀ ରୁଷର ଏବଂ ପୂର୍ବ ୟୁରୋପୀୟ ଦେଶ ସମୂହ, ଏଣେ ବୌଦ୍ଧ ସଭ୍ୟତାର ମୁକୁଟମଣି ଉଦୀୟମାନ ସୂର୍ଯ୍ୟ ଜାପାନ। ପ୍ରଗତି କ୍ଷେତ୍ରରେ ଭାରତ ଯଦି ଏମାନଙ୍କର ସମକକ୍ଷ ନ ହୁଏ ବା ସମାନ ନ ହୁଏ, ତେବେ ଜାତି ଗୋଷ୍ଠୀ ଭାଷା ଛୁଆଁ ଅଛୁଆଁର କ୍ରୀଡ଼ା କ୍ଷେତ୍ର ଭାରତ ନିଜର ବିଶୃଙ୍ଖଳାରେ ନିଜେ ଛନ୍ଦି ହୋଇଯାଇ ପୁଣି ଥରେ ବହିରାକ୍ରମଣ ପାଇଁ ତାର ଉତ୍ତର ପଶ୍ଚିମ ଦ୍ୱାର ଉନ୍ମୁକ୍ତ କରିଦେଇ ନିଜର ଜ୍ଞାନର ଗାଡ଼ିମାନେ ହିମାଳୟର ଅଜଣା ଗୁମ୍ଫାମାନଙ୍କରେ ଆଶ୍ରୟ ନେବାକୁ ବାଧ୍ୟ ହେବ। ଆଫ୍ରିକା ମହାଦେଶର ବିରାଟ ଭୂଖଣ୍ଡକୁ ଚାରଣ ଭୂମିରେ ପରିଣତ କରିବା ପାଇଁ ସବୁ ବିକଶିତ ଦେଶ ଅତି ବ୍ୟଗ୍ର। ପୃଥିବୀର କ୍ରମବର୍ଦ୍ଧମାନ ଜନଶକ୍ତିକୁ ସମ୍ଭାଳିବା ପାଇଁ ଆଫ୍ରିକାର ଅସୀମ ଅରଣ୍ୟ ଅଞ୍ଚଳ ହିଁ କ୍ଷମ। ସମୟ ଥାଉ ଥାଉ ଆମକୁ ସେ ଭିତରେ ପ୍ରବେଶ କରିବାକୁ ହେବ। ଶିକ୍ଷା ତଥା ବୈଷୟିକ ଶିକ୍ଷା ହିଁ ହେବ ସେ ପ୍ରବେଶ ପାଇଁ ସର୍ବୋତ୍କୃଷ୍ଟ ମାଧ୍ୟମ। ମୁଁ ତେଣୁ ଭାବୁଥିଲି ଯେ ଭାରତ ଯଦି ବୈଷୟିକ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିପାରେ, ତେବେ ଲାଇବେରିଆକୁ ସାହାଯ୍ୟ ଦିଏ ଏବଂ ହାର୍ପରଠାରେ ତିଆରି ହୋଇଥିବା କୋଠାବାଡ଼ିକୁ କେନ୍ଦ୍ର କରି ଗୋଟେ ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍ ଗଢ଼ି ଧରେ, ତେବେ ତାହା ଏକ ଉଚିତ ପଦକ୍ଷେପ ହେବ। ଲାଇବେରିଆ ଗଣରାଜ୍ୟର ପରିସ୍ଥିତି ଯେପରି, ସେଥିରେ ଆମେ ଯଦି ହାର୍ପର ଇନଷ୍ଟିଚ୍ୟୁଟ୍କୁ ଗଢ଼ି ଧରିବାକୁ ଯାଇ କେବଳ ଜଣେ ଡାଇରେକ୍ଟର ଏବଂ କେତେ ଜଣ ଅଧ୍ୟାପକ ପଠାଇ ଦେଉ, ତେବେ ତାର ଫଳ ଭଲ ନ ହୋଇ ଓଲଟା ହେବ। ଦେଖନ୍ତୁ, ଲ୍ୟାବୋରେଟୋରୀ ସାଜ ସରଞ୍ଜାମ ତା ସହିତ ୱାର୍କସପ୍ ଯନ୍ତ୍ରପାତି ପଥିପତ୍ର ବିନା କେବଳ କେତେ ଜଣ ଶିକ୍ଷାବିତ ବା କ'ଣ କରିପାରିବେ? ଭାରତୀୟ ବିଶେଷଜ୍ଞମାନଙ୍କର ସମ୍ବନ୍ଧରେ ଭଲ ଧାରଣା ସୃଷ୍ଟି କରିବାକୁ ହେଲେ ଆମେ କେବଳ କୋଠାବାଡ଼ି ଛାଡ଼ି ଭାରତର ଯେକୌଣସି ଗୋଟେ ଭଲ ବୈଷୟିକ ଅନୁଷ୍ଠାନକୁ ତାର ଯାବତୀୟ ସାଜ ସରଞ୍ଜାମ ଜିନିଷପତ୍ର କାରିଗର ଅଧ୍ୟାପକଙ୍କର ସହିତ ହାର୍ପରକୁ ସ୍ଥାନାନ୍ତରିତ କରିବାକୁ ପଡ଼ିବ। ଅର୍ଥାତ୍ ଭାରତରେ ଗୋଟେ ବୈଷୟିକ ଶିକ୍ଷାନୁଷ୍ଠାନ ଗଢ଼ିବାକୁ ଗଲେ ଯାହା ସବୁ ଦରକାର ପଡ଼ନ୍ତା, ସେ ସମସ୍ତ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଜିନିଷପତ୍ର ପର୍ଯ୍ୟନ୍ତ, ସାମାନ୍ୟ ବିଜୁଳି ତାର ପାଣି ପାଇପ୍ ଠାରୁ ଆରମ୍ଭ କରି କାଗଜ ପେନସିଲ ବହିପତ୍ର ପର୍ଯ୍ୟନ୍ତ ଯନ୍ତ୍ରପାତି, ଦେଖନ୍ତୁ କଳ କବ୍ଜା ଠାରୁ ଆରମ୍ଭ କରି ଡାଇରେକ୍ଟର ଅଧ୍ୟାପକ, ଲାବୋରେଟୋରୀ ଆସିଷ୍ଟାଣ୍ଟ, ତା ସହିତ ମେକାନିକ ପର୍ଯ୍ୟନ୍ତ ଗୋଟାଏ ଜାହାଜରେ ବୋଝେଇ ସେଠାରେ ପହଞ୍ଚିବାକୁ ପଡ଼ିବ। ଯେପରି କୌଣସି କଥାରେ ମଧ୍ୟ ଅନୁଷ୍ଠାନର ଡାଇରେକ୍ଟରଙ୍କୁ ସେ ଦେଶର ମର୍ଜି ଉପରେ ନିର୍ଭର କରିବାକୁ ନ ପଡ଼େ। 5 ବର୍ଷ ଭିତରେ ଅନୁଷ୍ଠାନଟି ଗଢ଼ି ଦେଇ ସେ ସମୟ ଭିତରେ ସେମାନଙ୍କର ଶିକ୍ଷକ ତଥା କାରିଗରୀ ମାନଙ୍କୁ ଗଢ଼ି ତୋଳି ତାଙ୍କର ହାତରେ ଅନୁଷ୍ଠାନଟିକୁ ଆଉ ଟିକେ ଅଛି ପିଲାମାନେ ମର୍ଫି ଦେଇ ଫେରି ଆସିବାକୁ ହେଲେ ଭାରତକୁ ଅନ୍ୟାନ୍ୟ 5 କୋଟି ଟଙ୍କା ସାହାଯ୍ୟ ସୂତ୍ରରେ ଦେବାକୁ ପଡ଼ିବ। ନିଜର ଶିକ୍ଷାନୁଷ୍ଠାନ ମାନଙ୍କ ପାଇଁ ଅର୍ଥର ଅଭାବ ପଡ଼ୁଥିଲା ବେଳେ ଭାରତ ଏମିତି 5 କୋଟି ଟଙ୍କାର ସାହାଯ୍ୟ ଦେଇପାରିବ ତ? ମୋ ମନରେ ସନ୍ଦେହ ଜନ୍ମୁଥିଲା। ଏହି ଜଟିଳ ସମସ୍ୟାର ସମାଧାନ ପାଇଁ ଏହା ମଧ୍ୟ ଭାବୁଥିଲି ଯେ ଏମାନେ ଯେଉଁ ଚଢ଼ା ଦରରେ ଅନ୍ୟ ଦେଶମାନଙ୍କର ସିମେଣ୍ଟ ହେଲା, ତା ସହିତ ଲୁହା ଛଡ଼ ପ୍ରଭୃତି କିଣୁଛନ୍ତି, ଆମଠାରୁ ସେହି ଦରରେ ଯଦି କିଛି କିଣି ନିଅନ୍ତେ, ତେବେ ସେ ପ୍ରାପ୍ୟ ଲାଭରୁ ଅତି ସହଜରେ ଏ ସାହାଯ୍ୟ ଦେଇ ହୁଅନ୍ତା। ମୁଁ ତେଣୁ କଳ୍ପନା କରୁଥିଲି ଯେ ଏପରି ଗୋଟେ ପ୍ୟାକେଜ ଡିଲ୍ ସେମାନେ ଆମଠାରୁ କେତେ ପରିମାଣର ମାଲ ତାଙ୍କର ବଜାର ଦରର କିଣିବେ, ଆଉ ଆମେ ତାଙ୍କ ପାଇଁ ଗୋଟେ ଭଲ ଅନୁଷ୍ଠାନ ଆମର ଅର୍ଥରେ ଏବଂ ସାହାଯ୍ୟ ଦାନ ସୂତ୍ରରେ ଗଢ଼ିଦେବୁ। ମନ୍ଦ ହୁଅନ୍ତାନି? କିନ୍ତୁ ମନ ଭିତରେ କେତେ ଆଶଙ୍କା ଉପୁଜୁଥିଲା। ମୁଁ ନିଜେ ନିଜକୁ ପଚାରୁଥିଲି, ଏମାନଙ୍କର ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ एकथा कराई देबे तो भारतीय शिल्प सामग्रीर अनुप्रवेशको श्वेतांग माने निर्विवाद ग्रहण करि नेबे तो राजनैतिक साम्राज्यवादर विलोप साधन पाई
ପରାଧୀନ ଭାରତ ଯେପରି ଦିନେ କ'ଣ ଉପନିବେଶ ମାନଙ୍କୁ ପ୍ରେରଣା ଯୋଗାଇ ଦେଇଥିଲା, ସେହିପରି ଅର୍ଥନୈତିକ ସାମ୍ରାଜ୍ୟବାଦର ପ୍ରସାର ପଥରେ ସ୍ୱାଧୀନ ଭାରତ ଯେ ପୁଣି ସେଇ କଣ୍ଟକ ରୂପରେ ଦେଖାଦେବ, ସେ ସମ୍ବନ୍ଧରେ ସାମ୍ରାଜ୍ୟବାଦୀ ଶ୍ଵେତାଙ୍ଗମାନେ ସମ୍ପୂର୍ଣ୍ଣ ସଚେତନ। ସେମାନେ ତେଣୁ ଆଫ୍ରିକୀୟ ତଥା ଆରବ ଅଞ୍ଚଳ ଭିତରେ ଭାରତର ଅନୁପ୍ରବେଶ ତଥା ଉପସ୍ଥିତିକୁ ଘୋର ସନ୍ଦେହର ଆଖିରେ ଦେଖନ୍ତି। ଉପରେ ଉପରେ ମୁଖା ପିନ୍ଧି ଭାରତକୁ ଘୃଣା କରନ୍ତି। ସୁଯୋଗ ପାଇଲେ ହିଁ ସେମାନେ ଭାରତକୁ ଭିକାରୀମାନଙ୍କ ଦେଶ, ବାଘ ଭୂତପ୍ରେତଙ୍କ ଦେଶ, ବୁଢ଼ାହଡ଼ା ବୁଲାଗାଈ ବଳଦଙ୍କର ଦେଶ, ଭଣ୍ଡ ମଣିଷ ଭଗବାନ, ଦେଖନ୍ତୁ ଜାତିଭେଦ ଏବଂ ଘୃଣ୍ୟ ଅସ୍ପୃଶ୍ୟତା ତଥା ବିଧର୍ମୀଙ୍କର ଦେଶ ବୋଲି ପ୍ରଚାର କରିବାକୁ ଛାଡ଼ନ୍ତିନି। ଧର୍ମ ଯାଜକମାନେ ହୁଅନ୍ତି ବେଳେ ବେଳେ ଯେ ପ୍ରଚାରର ପୁରୋଧା, ଆଉ ନିଜର ମହାନ ସଂସ୍କୃତି ସମ୍ବନ୍ଧରେ ଅଜ୍ଞ କେତେକ ଭାରତୀୟ ତାଙ୍କର ଜୀବନ ଧାରଣା ପ୍ରଣାଳୀ ଦ୍ୱାରା ଏପରି ଅପପ୍ରଚାର ପାଇଁ ଖୋରାକ ସହିତ ପ୍ରମାଣ ମଧ୍ୟ ଯୋଗାଇ ଦିଅନ୍ତି। ଭାରତରେ ସରକାରୀ ବୃତ୍ତି ସହିତ ବୈଷୟିକ ଶିକ୍ଷା ନେବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ କ'ଣ ବାଛିଲା ବେଳେ ହିଁ ଛାତ୍ରଛାତ୍ରୀଙ୍କର ସମାବେଶରେ ମୋତେ ଯେଉଁ ସବୁ ପ୍ରଶ୍ନ ପଚରା ଯାଇଥିଲା, ସେଥିରୁ ଭାରତ ସମ୍ବନ୍ଧରେ ଏମାନଙ୍କର କେତେ ଯେ ଭୁଲ ଧାରଣା ସେ କଥା ମୁଁ ଜାଣିଥିଲି। କିନ୍ତୁ ଏହା ମଧ୍ୟ ସମ୍ପୂର୍ଣ୍ଣ ରୂପେ ବୁଝିପାରିଥିଲି ଯେ ନାନା ଅପପ୍ରଚାର ସତ୍ତ୍ୱେ ଆଫ୍ରିକାର ଯୁବଗୋଷ୍ଠୀ ଭାରତକୁ ଅତି ସମ୍ମାନଭର ଆଖିରେ ଦେଖନ୍ତି ଏବଂ ଭାରତକୁ ପ୍ରେରଣା ପାଇବା ପାଇଁ ସବୁବେଳେ ଆଶା ରଖନ୍ତି। ଭାରତରୁ ପ୍ରେରଣା ପାଇବାକୁ ହେଲା ଗାନ୍ଧୀଜୀ ଏବଂ ଜବାହରଲାଲ ଭାରତଙ୍କୁ ଅନେକ ଆଫ୍ରିକୀୟ କ'ଣ ଭଲ ରୂପେ ଜାଣନ୍ତି ସତ, କିନ୍ତୁ ବୁଦ୍ଧ, ଶଙ୍କର, ବିବେକାନନ୍ଦ, ଅରବିନ୍ଦଙ୍କ ଭାରତକୁ ବାଲ୍ମୀକି, ବ୍ୟାସ, କାଳିଦାସ, ତା ସହିତ ଟେଗାରଙ୍କର ଭାରତକୁ ରମଣ, ବୋଷ, ରାମାନୁଜ, ଚନ୍ଦ୍ରଶେଖର, ତା ସହିତ ଖରୋନାଙ୍କର ଭାରତକୁ ଏମାନେ ଆଜି ପର୍ଯ୍ୟନ୍ତ ଚିହ୍ନି ନାହାନ୍ତି। ବୁଦ୍ଧଙ୍କୁ ମଧ୍ୟ ଚିହ୍ନି ନାହାନ୍ତି ହେଲା। ସେପରି ବୈଷୟିକ ଶିକ୍ଷାଦାନ ପାଇଁ ଭାରତୀୟ ଅଧ୍ୟାପକମାନେ ଯଦି ଏ ଅଞ୍ଚଳକୁ ଆସନ୍ତି, ଶିକ୍ଷାଦାନ ସଙ୍ଗେ ଭାରତର ଆତ୍ମାକୁ ଆଫ୍ରିକାରେ ଚିହ୍ନାଇ ଦେବା ହେବ ଏମାନଙ୍କର ପରମ କର୍ତ୍ତବ୍ୟ। ମୋର ରହଣିକାର ସରି ଆସିଲା ବେଳକୁ ମୁଁ ଏସବୁ କଥା ହିଁ ଚିନ୍ତା କରୁଥିଲି ଯେ ଲାଇବେରିଆ ଗଣରାଜ୍ୟରୁ ମୋର ବିଦାୟ ନେବା ସମୟ ଆସିଯାଇଥିଲା। ବୈଦେଶିକ ମନ୍ତ୍ରୀ ମିଷ୍ଟର ଡେନିସ୍ ୟୁନିୟର ତଥା ଶିକ୍ଷାମନ୍ତ୍ରୀ ଡକ୍ଟର ହବ୍କୁ ଶେଷ ଦେଖା କରି ମୁଁ ଗଣରାଜ୍ୟରେ ପାଇଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ଆତିଥ୍ୟ ପାଇଁ ମୋର ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇ ଆସିଥିଲି। ଶୁଭ ବିଦାୟ ଦେବା ପାଇଁ ଡେପୁଟି ଚିଫ୍ ପ୍ରୋଟୋକଲଙ୍କ ସହିତ ସହାୟକ ଶିକ୍ଷାମନ୍ତ୍ରୀ ମିଷ୍ଟର ୱିଲସନ୍ ବିମାନ ବନ୍ଦରକୁ ଆସିଥିଲେ। ଉଡ଼ାଜାହାଜକୁ ଯିବା ପୂର୍ବରୁ ମିଷ୍ଟର ୱିଲସନ୍ ମୋତେ ଗୋଟିଏ ପକେଟ ଧରାଇ ଦେଇ କହିଲେ ଯେ ଲାଇବେରିଆ ଗଣରାଜ୍ୟର ଏ ସାମାନ୍ୟ ପ୍ରୀତି ଉପହାର ଗ୍ରହଣ କରନ୍ତୁ। ପକେଟରେ ଥିଲା ଗୋଟେ ଧରା ଲାଞ୍ଜବାଲା ଲୋମସ କଳା ମାଙ୍କଡ଼ ଛାଲ ଏବଂ ଗୋଟିଏ ଛୋଟ ବଡ଼ା ସାପର ଛାଲ, ଦିଓଟି ନୀଳଗାଈର ଶିଙ୍ଗ ଏବଂ ବାଉଁଶ ପାତିଆର ଗୋଟେ ସାନ ଗୋଲ ପାଛିଆ। ଡେପୁଟି ଚିଫ୍ ଅଫ୍ ପ୍ରୋଟୋକଲ ମଧ୍ୟ ଖଣ୍ଡିଏ ଚିଠି ସହିତ ସାନ ପକେଟଟିଏ ଧରାଇ ଦେଲେ। କଳା କନାର ପ୍ରଚ୍ଛଦ ପଟ ଉପରେ ବିଭିନ୍ନ ଆକୃତିରେ କଟା ଧଳା କନାର ଛୋଟ ଖଣ୍ଡମାନ ଖଞ୍ଜି ବିଚିତ୍ର ହୋଇଥିବା ଆଫ୍ରିକୀୟ କେତେ ଦୃଶ୍ୟ ସମ୍ବଳିତ ଗୋଟେ ଚିତ୍ରପଟ ସହିତ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ଡିନ୍ ମିସେସ୍ ଡେନିସ୍ ଲେଖିଥିଲେ, ଭାରତ ସୂକ୍ଷ୍ମ କଳାର ଦେଶ। ଆମର ସୂକ୍ଷ୍ମ କଳା କେବେ ବି ତାର ସମକକ୍ଷ ହୋଇପାରିବନି। ତଥାପି ମୋର ଆଶା କାନ୍ଥରେ ଝୁଲା ଯାଉଥିବା ଏହି ଏପ୍ଲିଟ୍ ଚିତ୍ରପଟ ଦେଖି ଆପଣ ଆମ ଦେଶକୁ ମଝିରେ ମଝିରେ ମନେ ପକାଉଥିବେ। ପଶ୍ଚିମ ଆଫ୍ରିକାରୁ ମୁଁ ଫେରି ଆସୁଥିଲି ମୋ ପ୍ରିୟ ମାତୃଭୂମି ଭାରତକୁ। ମନ ଭିତରେ ହର୍ଷ ଏବଂ ବିଷାଦର ଦ୍ୱନ୍ଦ୍ୱ ନେଇ ସାଙ୍ଗରେ ଥିଲା ନାନାଦି ଅନୁଭୂତି ଏବଂ ନୂତନ ଅଭିଜ୍ଞତାରେ ଭରା ଏକ ବିରାଟ ବୁଜୁଡ଼ା। ଆଫ୍ରିକା ମହାଦେଶ ଅତିକ୍ରମ କରି ଆମେ ଭାରତ ମହାଦେଶର ଉପରେ ଉଡ଼ି ଆସୁଥିଲୁ। ଦେଖନ୍ତୁ, ବୋଇଂ ଜେଟ୍ ବିମାନର ଝରକା ଭିତର ଦେଇ ମୁଁ ଯେତେବେଳେ ତଳକୁ ଅନାଇ ଦେଖୁଥିଲି ମେଘଶୂନ୍ୟ ଆକାଶ ତଳେ ମହାସାଗରର ଦିଗନ୍ତ ବିସ୍ତାରୀ ନୀଳ ଅମ୍ବୁ। ଅତି ନିକଟରୁ ଚାହିଁଲେ ମହାସାଗର ଦିଶେ ଚଞ୍ଚଳ, ଚପଳ ଏବଂ ଫେନିର ଏତେ ଊର୍ଦ୍ଧ୍ୱରୁ କିନ୍ତୁ ଦିଶୁଥିଲା ସୁଗଭୀର, ପ୍ରଶାନ୍ତ ଏବଂ କମନୀୟ, ଠିକ୍ ଆମ ମାତୃଭୂମି ପରି। ପାଖରୁ ଦେଖିଲେ ଛୁଆଁ ଅଛୁଆଁ ଭେଦଭାବର ଫେନିଲ ଏବଂ ଅସ୍ଥିର ଆମର ସଭ୍ୟତା, କିନ୍ତୁ ଊର୍ଦ୍ଧ୍ୱରୁ ଚାହିଁଲେ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟ, ସମତ ଜ୍ଞାନରେ ସ୍ଥିର, ଗମ୍ଭୀର, ତା ସହିତ ରତ୍ନ ଗର୍ଭ ଆମର ସଂସ୍କୃତି। ଆଉ ଯେତେବେଳେ ଉପରକୁ ଚାହିଁ ଦେଉଥିଲି ଦେଖୁଥିଲି ଅନନ୍ତ ଅବକାଶ, ଶୂନ୍ୟ ମହାଶୂନ୍ୟ, ତଥାପି ନୀଳ ଏବଂ ସୁନ୍ଦର, ଠିକ୍ ସେଇ ଲାଇବେରିଆ ଗଣରାଜ୍ୟ ପରି। ସଂସ୍କୃତି ବିହୀନ ଏବଂ ସଭ୍ୟତା ଶୂନ୍ୟ ସତ, କିନ୍ତୁ ସ୍ନେହ, ଶ୍ରଦ୍ଧା ଏବଂ ସମ୍ମତ ଭାବ ସମ୍ବଳିତ, ଅନନ୍ତ ମାନବିକତାରେ ପୂର୍ଣ୍ଣ, ସୁନୀଳ ଏବଂ
ସୁଷମା ଭରା। ନାନାଦି ଚିନ୍ତା ଭିତରେ ଢେଙ୍କି କଥା ମନେ ପକାଉଥିଲି। ବିମାନ ଇଞ୍ଜିନର ସୁମଧୁର ଗୁଞ୍ଜନ ଭିତରେ ମୋର ନୂତନ ଅଭିଜ୍ଞତା କାନ ପାଖରେ ଥିରି ଥିରି କହୁଥିଲା, ସ୍ୱର୍ଗକୁ ଗଲାବେଳେ ମଧ୍ୟ ଢେଙ୍କି ତା ସାଙ୍ଗରେ କିଛି ଧାନ ନେଇଯିବ। ଭଲ ନହେଲେ ସେ ସେଇଠି କୁଟିବ କ'ଣ? ଧାନ କୁଟିବା ଯେହେତୁ ଢେଙ୍କିର ଧର୍ମ, ସେଇ ଧର୍ମ ସାଧନା ପାଇଁ ସେ ନିର୍ଭରଶୀଳ ନ ହୋଇ ଅନ୍ୟର ଆଶ୍ରିତ ହେବ କାହିଁକି? ମନ ଭିତରେ କିନ୍ତୁ ଆଉ ଜଣେ କେହି ଟିପ୍ପଣୀ କାଟୁଥିଲା, ଧର୍ମ ନିଜେ ସେଇ ଧାନ ନୁହେଁ। ବମ୍ବେ ପାଖରେ ଆସିଲା ବେଳକୁ ମୁଁ ନିଜେ ନିଜକୁ ପଚାରୁଥିଲି, ଢେଙ୍କି ତେବେ କ'ଣ ସ୍ୱର୍ଗକୁ ଗଲେ ତାର ଧର୍ମକୁ ହିଁ ସାଙ୍ଗରେ ନେଇଯାଏ? ଢେଙ୍କି କ'ଣ ସ୍ୱର୍ଗରେ ଥିଲାବେଳେ ତାର ସେଇ ଅପୂର୍ବ ସଞ୍ଚିତ ଧର୍ମକୁ ହିଁ କୁଟିବ? ସେତେବେଳେ ଆଜିର ଭିଡ଼ିଓଟି ଏଇଠି ରଖୁଛି। ଦେଖା ଗୋଟେ ନେକ୍ସଟ ଭିଡ଼ିଓ। ଧନ୍ୟବାଦ। ଜୟ ଜଗନ୍ନାଥ।